वाक्य एपरि लेखा जाए सदाप्रभुଙ୍କ धन्यवाद କରିବାର ଉତ୍ତମ ସେ ସର୍ବପରିସ୍ଥ ତୁମ୍ଭ ନାମରେ ପ୍ରଶଂସା ଗାନ କରିବାର ପୁଣି ଦଶତାର ଯନ୍ତ୍ର ନେବଳରେ ବୀଣାର ଗମ୍ଭୀର ଧ୍ୱନିରେ ପ୍ରାପ୍ତ କଳରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ଓ ପ୍ରତି ରାତ୍ରି ତୁମ୍ଭ ବିଶ୍ୱସ୍ତତା ପ୍ରଚାର କରିବାର ଉତ୍ତମ। ଆସନ୍ତୁ ଆମେ ଗୋଟେ ପୁରୁଣା ଗୀତକୁ ଗାଉଥିବା। ଯଦି ଭୁଲ ହେଇଯିବ ତାହେଲେ ମତେ କ୍ଷମା କରିବେ। ଜାଣିଛନ୍ତି ଆମେ ସମସ୍ତେ ମିଳିତ ଭାବରେ ଏଇ ଗୀତକୁ ଗାଉଥିବା। ଆବାଜ ଆସୁଛି ଆଜ୍ଞା? ଭଏସ ଶୁଭୁଛି? ଠିକ ଅଛି ଆସ। ଝରିଲାନି ଲୁହ ଧାର ଝରିଗଲା ଲହୁ ଧାର ଝରିଲାନି ଲୁହ ଧାର ଝରିଗଲା ଲହୁ ଧାର ଯେଉଁଦିନ ଗଲା ଚାଲି କାଲବରୀ ପଥ ଧରେ ଥକି ଗଲା ପାଦ ତୁମ ଆମରି ସେ ପାପ ଭାରେ ଝରିଲାନି ଲୁହ ଧାର ଝରିଗଲା ଲହୁ ଧାର ଝରିଲାଣି ଲୁହ ଧାର ଝରିଗଲା ଲହୁ ଧାର କାନ୍ଧେ କୃଷ ବହିନେ ସବୁ ଦୁଃଖ ଗଲା ସହି କରିଗଲ କ୍ଷମା ତୁମେ ସବୁ କିଛି ଭୁଲି ଯାଇ କାନ୍ଧେ କୃଷ ବହିନେ ସବୁ ଦୁଃଖ ଗଲା ସହି କରିଗଲ କ୍ଷମା ତୁମେ ସବୁ କିଛି ଭୁଲି ଯାଇ ନୀରବରେ ଦେଲ ଢାଳି ଆପଣାର ଲହୁ ଯେତେ କହିଥିଲ ଆହେ ପିତା କ୍ଷମା କର ପାପୀ ନାରେ ଝରିଲାଣି ଲୁହ ଧାର ଝରିଗଲା ଲହୁ ଧାର ଝରିଲାଣି ଲୁହ ଧାର ଝରିଗଲା ଲହୁ ଧାର ଚାଲିବାକୁ ତୁମ ପଥେ ଆପଣାର କ୍ରୋଶ ବହି ଦିଅ ପ୍ରଭୁ ସକତି ହେ କ୍ଳାନ୍ତି ମୁଁ ଅଛି ଚାହିଁ ଚାଲିବାକୁ ତୁମ ପଥେ ଆପଣାର କ୍ରୋଶ ବହି ଦିଅ ପ୍ରଭୁ ସକତି ହେ କ୍ଳାନ୍ତ ମୁଁ ଅଛି ଚାହିଁ ତୁମ ଦୟା ପ୍ରେମ କ୍ଷମା ଦିଅ ପ୍ରଭୁ ମୋର ମନେ ମୋ ଜୀବନ ଭରି ଦିଅ ପରିତ୍ରାଣ ଗୀତ ସୁରେ ଝରିଲାଣି ଲୁହ ଧାର ଝରିଗଲା ଲହୁ ଧାର ଝରିଲାଣି ଲୁହ ଧାର ଝରିଗଲା ଲହୁ ଧାର ଧ- ଧନ୍ୟବାଦ ପ୍ରେମିକ ବନ୍ଧୁ ପାଳକ ପରମେଶ୍ୱର ମୁଁ ତୁମରି ଧନ୍ୟବାଦ କରୁଛି ଆଶ୍ଚର୍ଯ୍ୟ ଭାବରେ ପ୍ରଭୁ ତୁମେ ମତେ ଓ ପରମେଶ୍ୱର ଏଇ ସୁନ୍ଦର ଦିବସଟେ ଦେଖେଇଲ ପିତା ମୁଁ ତୁମ ଠାରେ ନିବେଦନ କରୁଛି 3 ଦିନ ହେଲାଣି ପ୍ରଭୁ ମୋର ଦେହ ଚେଷ୍ଟ ପେନ୍ ବ୍ୟାକ୍ ପେନ୍ ହଉଛି
କୋଉ କାରଣ ପାଇଁ ମୁଁ ଜାଣି ପାରୁନି, ଦେହ ଅସୁସ୍ଥ ଲାଗୁଛି ରାଜା। ମୁଁ ତୁମଠାରେ ବିନତି କରୁଛି ପ୍ରଭୁ, ମତେ ଉତ୍ତମ ସ୍ୱାସ୍ଥ୍ୟଟିଏ ଦିଅ। ଓ ପରମେଶ୍ୱର, ମୁଁ ଯେପରି ତୁମରି ଚରଣ ତଳେ ପ୍ରଭୁ ନିତ୍ୟ ତୁମକୁ ସେବା କରିପାରିବି, ସେ ରୂପେ ତୁମେ କୃପା କର, ମଙ୍ଗଳ କର। ପବିତ୍ର ଆତ୍ମା, ଆଜିର ଆରାଧନା, ଆଜିର ବାକ୍ୟ, ଆଜିର ଶ୍ରୋତା ବକ୍ତା, ଆଜିର ପ୍ରତ୍ୟେକଟି ପର୍ଯ୍ୟାୟକୁ ତୁମ ହସ୍ତରେ ସମର୍ପଣ କଲି। ପ୍ରତ୍ୟେକ ଅନ୍ତରକୁ ତୁମେ ଖୋଲି ଦିଅ ରାଜା। ଆମେ ପ୍ରତ୍ୟେକ ଯେପରି ସତ୍ୟ ଆତ୍ମାର ସହିତ ପାଦ ତଳେ ବସି ତୁମରି ସେବା ଉପାସନା କରିବୁ, ସେ ରୂପେ ତୁମେ କୃପା କରି ମଙ୍ଗଳ କର। ପ୍ରତ୍ୟେକ ବିଷୟକୁ ତୁମ ହସ୍ତରେ ସମର୍ପଣ କରି ତୁମରି ପୁତ୍ର ଯୀଶୁଙ୍କ ନାମରେ ମାଗୁଛି। ଆମେନ୍, ଆମେନ୍, ଆମେନ୍। ଧନ୍ୟବାଦ ଦିଦି, ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। थैंक यू सो मच। आपणकर प्रोब्लेम हेले मध्य सुंदर गीत गायकी प्रभुकर प्रशंसा करते प्रभु आपण को आशीर्वाद करंतु। सेकेंडली आम माने प्रेमिका पाल दीदी प्रेज द लॉर्ड। प्रेमिका पाल दीदी प्रेज द लॉर्ड। प्रेमिका पाल दीदी प्रेज द लॉर्ड। बोधे ओ सुनी ठीक अछि, ମୁଁ ଗୋଟେ ଗୀତ ଗାଇ ଦଉଛି, ପାଲ ଦିଦି ଶୁଣୁନାହାନ୍ତି। तापरे प्रस्तुत हेबे आम मानकर राजेश प्रधान आज्ञाकर वाइफ आम मानकर दीदी। दीदी आपण दीदी प्रस्तुत है? नमस्कार, मोर नेटवर्क असुविधा होती। नमस्कार, कहतु मुझे शुणी पारली। गोटे गीत गान करिवे दीदी? आज्ञा हम्म। ठीक है, 1 मिनट टिके। हालेलुया। नमस्कार समस्त को नमस्कार। सुजोग देथिबारु धन्यवाद दोची। मोर मोबाइल टिके सप्ताह हैला किछि सुनी पारनी, क्षमा कर देबे। हालेलुया। तुम समय जगते आहु केही नाही, तुम बिना सहारा मोनाई केही, रहिथिबे तुम कळे प्रिय मोर, तुमे एका सबु किछि जीसु मोर। तुम समय जगते आहु केही नाही, तुम बिना सहारा मोनाई केही, रहिथिबे तुम कळे प्रिय मोर, तुमे एका सबु किछि जीसु मोर। आराधना तुम आराधना, प्रभु जीसु तुम आराधना, आराधना तुम आराधना, प्रभु जीसु तुम आराधना। समर्पिछे निजकु तुमरी हस्ते, वाक्य दे धई दिया प्रभु मते, तुमरी इच्छारे मते कड़ाही निया, पवित्र आत्मारे मते भरी दियो। हालेलुया। समर्पिछे निजकु तुमरी हस्ते, वाक्य दे धई दिया प्रभु मते, तुमरी इच्छारे मते कड़ाही निया, पवित्र आत्मारे मते भरी दियो। आराधना तुम आराधना, प्रभु जीसु तुम आराधना, आराधना तुम आराधना, प्रभु जीसु तुम आराधना। चालुथिबि सदा मो तुमरी पथे,
साथी हाय चालो थाओ मोरी साथे तुम ठारे रही थाउ मो भरोसा रहिथिबि हई मु चिर सदा चालुथिबि सदा मु तुमरी पथे साथी हाय चालो थाओ मोरी साथे तुम ठारे रही थाउ मो भरोसा रहिथिबि हई मु चिर सदा आराधना तुम आराधना प्रभु जिसु तुम आराधना आराधना तुम आराधना प्रभु जिसु तुम आराधना हालेलुया धन्यवाद दीदी सुजोग ଦେଇଥିବାରୁ थैंक यू सो मच दीदी बहुत सुंदर भाव आराधना करथिबा प्रभु आपन को आशीर्वाद करंतु नेक्स्ट आमानकर रियल मिनिस्ट्री होस्ट महाशय को अनुरोध करी आज्ञा प्रेज द लॉर्ड प्रेज द लॉर्ड। प्रेज द लॉर्ड दीदी अब सॉरी आज्ञा प्रेज द लॉर्ड आपण गोटे गीत गान करिवे प्रभु को आराधना करिवे उपस्थिति परीक्षा आज्ञा कहउथिले गीत गाइबे गोटे हाउ ठीक अछि आज्ञा परीक्षा आज्ञा को दियंतो। हां आज्ञा प्रेज द लॉर्ड आज्ञा प्रेज द लॉर्ड। पॉल सिस्टर हमर आसु नथिले तो मु गाइबे बोली कहउथिले हो ठीक अछि गाइ दउची ठीक ठीक अछि आज्ञा आपण कैमरा को आसंत आज्ञा विजय को कैमरा मु टिके खोली पारनी दया करे आ ते गाइ दउची प्रभु बसी छिहे पद तळे प्रभु बसी छिहे पद तळे तुम्भ बाणी मु न शुणी जीवी नाही काहीं भळे तुम्भ बाणी मु न शुणी जीवी नाही काहीं भळे बसी छिए पद तळे प्रभु बसी छिहे पद तळे निज चिंता पथे जाई पथे दिशा रहोई निज चिंता पथे जाई पथे दिशा रहोई बसिछि सबु हराई जंजालर कोला हले बसिछि सबु हराई जंजालर कोला हले बसी छिए पद तळे प्रभु बसी छिए पद तळे तुम बाणी मु न शुणी जीवी नाही काहीं भळे बसी छिए पद तळे प्रभु बसी छिए पद तळे नाही मोर भक्ति लय हृदय सदा अथय नाही मोर भक्ति लय हृदय सदा अथय बांधी रख ए हृदय चिर प्रेम बाहु बळे बांधी रख ए हृदय चिर प्रेम बाहु बळे बसी
छिए पद तले प्रभु बसी छिए पद तले तुम्भ बाणी ମୁଁ ନ ଶୁଣି ଯିବି ନାହିଁ କାହିଁ ଭଳେ ତୁମ୍ଭ ବାଣୀ ମୁଁ ନ ଶୁଣି ଯିବି ନାହିଁ କାହିଁ ଭଳେ ବସିଛି ପଦ ତଳେ ପ୍ରଭୁ ବସିଛି ପଦ ତଳେ ସୁନ୍ଦର ମୁଖ ତୁମର ନିରେ ଖିବି ନିରତର ସୁନ୍ଦର ମୁଖ ତୁମର ନିରେ ଖିବି ନିରନ୍ତର এই ইচ্ছা সত তমোর ন ছাড়িবি কালে কালে এই ইচ্ছা সত তমোর ন ছাড়িবি কালে কালে বসি ছিয়ে পদ তଳେ प्रभु बसी छिए पद तले तुम बाणी मुन शुणी जीवी नाही कहीं भले तुम बाणी मुन शुणी जीवी नाही कहीं भले ବସିଛି ପଦ ତଳେ ପ୍ରଭୁ ବସିଛି ପଦ ତଳେ थैंक यू सिस्टर थैंक यू सर थैंक यू बहुत सुंदर भाव बहुत सुंदर गीत गान कर प्रभु आराधना करते हेतु प्रभु आपण को पुणी आपण परिवार को बड़ बड़ भाव आशीर्वाद करंतु थैंक यू वर्तमान आम मध्य आम राजेश पाल प्रधान दीदी अच्छा दीदी प्रेज द लॉर्ड दीदी प्रेज द लॉर्ड गोटे गीत गान करेंगे प्रभु प्रशंसा करेंगे दीदी आज्ञा जूम रे उपस्थित थिबा प्रत्येक को मोर नमस्कार प्रेज द लॉर्ड प्रथम मु कहीदिए मोर स्वर सेमती नाही तथापि प्रभु उद्देश्य रे जेते बेले जोठी सुजोग मिले मु गाए आसंतो आमे गोटे गीत गाइबा समस्त आमे गीत जानी चंती सेवा करिबो कहार आजी मनोनीत कर सेवा करिबो कहार आजी मनोनीत कर जगत बा जीशुंकर आजी मनोनीत कर दुई मुनि बर सेवा करी न पार दुई मुनि बर सेवा करी न पार सेवा करिबो कहार आजी मनोनीत कर अमानिस जगतर सुखटे क्षण भंगुर देखाए जीवने प्रलोभन प्रचुर जगतर सुखटे क्षण भंगुर देखाए जीवने प्रलोभन प्रचुर माया मरीचिका पछे हजाई सपन मिछे
माया मरीचिका पछे हजाई सपन मिछे किम्पा करुछ उछुर आजी मनोनीत कर सेवा करिब काहार आजी मनोनीत कर अमानिया जीवन जे अटे असार काल बरी चूले डाके जिसु सुंदर अमानिया जीवन जे अटे असार काल बरी चूले डाके जिसु सुंदर तोली नेबे निज हाते गढ़िबे जतने तते तोली नेबे निज हाते गढ़िबे जतने तते बंधु अटंती पापीर आजी मनोनीत कर सेवा करिब काहार आजी मनोनीत कर जगत बाजीशुक आजी मनोनीत कर दुई मुनि बर सेवा करि न पार दुई मुनि बर सेवा करि न पार सेवा करिब काहार आजी मनोनीत कर सेवा कर काहार आजी मनोनीत कर थैंक यू दीदी थैंक यू सो मच आमनकर अनुरोध रक्षा करी प्रभु आपनकु कहले पुणी गोटे गीत गायन कले से प्रभु आपन आशीर्वाद करंतु वर्तमान आमनकर रियल मिनिस्ट्री होस्ट महासंघ को अनुरोध करे आगे गोटे गीत गायन करेंगे लास्ट रे आसंतु आमने निज निज को प्रभु हस्ते समर्पण करवा वाक्य शुणा पूर्वर निज जीवन को प्रभु हस्ते समर्पण करवा निज को प्रस्तुत करवा कारण जितेबले बीज बुणा जीव आसे बीज जेपरी भल भूमि रे पड़िबो जेतेबले भल भूमि रे पड़िबो ताहाले ताहा अंकुरित हेबो आ 30 गुणा 60 गुणा 100 गुणा फल फलिबो आमाने होचु गोटे गोटे खेत आमाने निज को प्रस्तुत करवा प्रार्थना करवा आसंतु आमाने प्रार्थना सहित गोटे वर्शिप गीत गान करवा तुमे मो आश्रय मोर दूढ़ दुर्ग दुर्दशा काल रे मो सहाय तुमे मो आश्रय मोर दूढ़ दुर्ग दुर्दशा काल रे मो सहाय प्रणमुछि मो तुम पयरे खजुअछि मो पूर्ण चित्तरे तुम सेवा करिबी मोर सबु किछि रे मो एठारे मो एठारे प्रभु मो एठारे प्रभु मो एठारे प्रभु मो एठारे मो त्राण करता मो आरोग्य दाता
ମୋ ଶକ୍ତିଦାୟକ ମୋର ପ୍ରଭୁ, ମୋ ତ୍ରାଣ କରତା, ମୋ ଆରୋଗ୍ୟ ଦାତା, ମୋ ଶକ୍ତିଦାୟକ ମୋର ପ୍ରଭୁ। ପ୍ରଣମୁଛି ମୁଁ ତୁମ ପୟରେ, ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ, ତୁମ ସେବା କରିବି ମୋର ସବୁ କିଛିରେ। ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ ପ୍ରଭୁ, ମୁଁ ଏଠାରେ, ମୁଁ ଏଠାରେ। ସଦା ପ୍ରଭୁ ଆମମାନଙ୍କର ଆଶ୍ରୟ ଅଟନ୍ତି, ସେ ଆମମାନଙ୍କର ଦୁର୍ଗ ଅଟନ୍ତି, ସେ ଆମମାନଙ୍କର ସହାୟ ପରମେଶ୍ୱର ଅଟନ୍ତି, ସେ ଆମମାନଙ୍କର ବଳ ଅଟନ୍ତି, ସେ ଆମମାନଙ୍କର ସବୁ କିଛି। ତେଣୁ ସେ କୁହନ୍ତି ମୋ ବିନା ତୁମେ କିଛି କରିପାରିବ ନାହିଁ। ସେ ଆମମାନଙ୍କର ସବୁ କିଛି ଅଟନ୍ତି, ସେ ଆମମାନଙ୍କର ପ୍ରଭୁ, ସେ ଆମମାନଙ୍କର କର୍ତ୍ତା, ସେ ଆମମାନଙ୍କର ତ୍ରାଣକର୍ତ୍ତା, ସେ ଆମମାନଙ୍କର ମୁକ୍ତିଦାତା, ସେମାନଙ୍କର ଉଦ୍ଧାର କର୍ତ୍ତା, ସେମାନଙ୍କର ରକ୍ଷା କର୍ତ୍ତା, ସେ ଆମମାନଙ୍କର ସବୁ କିଛି, ସବୁ କିଛି। ଆସନ୍ତୁ ଆମେ ଯେଉଁ ସ୍ଥାନରେ ବସିଥାଉ ନା କାହିଁକି, ନିଜ ମୁଖ ଟିକେ ଖୋଲିବା, ପ୍ରଭୁଙ୍କୁ ଧନ୍ୟବାଦ ଦେବା। ପ୍ରଭୁ ତୁମର ସେ ପ୍ରେମ ପାଇଁ ଆମେ ଧନ୍ୟବାଦ ଦଉଛୁ। ପ୍ରଭୁ ତୁମର ସେ ଅନୁଗ୍ରହ ପାଇଁ ଆମେ ଧନ୍ୟବାଦ ଦଉଅଛୁ। ତୁମର ସେ ଆଶୀର୍ବାଦ ପାଇଁ ଆମେ ଧନ୍ୟବାଦ ଦଉଅଛୁ, କାରଣ ତୁମେ ଏକମାତ୍ର ସତ୍ୟ ପରମେଶ୍ୱର, ତୁମେ ହିଁ ଜୀବନ୍ତ ପରମେଶ୍ୱର, ତୁମେ ଯେହୋବା ଜିରି ପରମେଶ୍ୱର, ତୁମେ ଯେହୋବା ରାଫା ପରମେଶ୍ୱର, ତୁମେ ହିଁ ଯେହୋବା ଶାଲୋମ ପରମେଶ୍ୱର, ତୁମେ ହିଁ ଯେହୋବା ନିସି ପରମେଶ୍ୱର। ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦଉଅଛୁ, ଧନ୍ୟବାଦ ଦଉଛୁ ପ୍ରଭୁ ତୁମ ସେ ପ୍ରେମ ପାଇଁ, ଧନ୍ୟବାଦ ଦଉଛୁ ତୁମ ସେ ଦୟା ଅନୁଗ୍ରହ ଆଶୀର୍ବାଦ ପାଇଁ। ପ୍ରଭୁ ଆମମାନଙ୍କୁ ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ, ମାସ ପରେ ମାସ, ବର୍ଷ ପରେ ବର୍ଷ ଆମମାନଙ୍କୁ ବିପଦରୁ, ଆପଦରୁ, ରୋଗ ସଙ୍କଟରୁ, ଦୁଃଖ କଷ୍ଟରୁ ଆମମାନଙ୍କୁ ଉଦ୍ଧାର କରିଛ ପିତା, ଆମମାନଙ୍କୁ ରକ୍ଷା କରିଛ ପ୍ରଭୁ। ହେ ପ୍ରଭୁ ପରମେଶ୍ୱର ଇମାନୁଏଲ ପରମେଶ୍ୱର ହୋଇ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଆମମାନଙ୍କୁ ଜୀବିତ ରଖିଛ ପିତା, ଆମେ ଧନ୍ୟବାଦ ଦଉଅଛୁ ପିତା, ଧନ୍ୟବାଦ ଦଉଛୁ। ହେ ପ୍ରିୟ ପ୍ରଭୁ ଆମେ ପ୍ରାର୍ଥନା କରୁଅଛୁ, ଆମେ ଯେତେ ଜଣ ଉପସ୍ଥିତ ଅଛୁ ଆମେ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ ଦୟା କର। ଆଜି ତୁମ ଦାସଙ୍କୁ ପ୍ରଭୁ ଆନ୍ଦ୍ରାପାଜ୍ଞାଙ୍କୁ ତୁମେ ମନୋନୀତ କରିଛ ତୁମର ବାକ୍ୟର ସେବା କାର୍ଯ୍ୟ କରିବା ନିମନ୍ତେ। ତୁମ ଦାସଙ୍କୁ ମଧ୍ୟ ବାକ୍ୟର ଆତ୍ମାର ଅଭିଷେକ କର, ତାଙ୍କ ମୁଖ ଦେଇ ସତ୍ୟ ଜୀବନ୍ତ ବାକ୍ୟକୁ ପ୍ରକାଶ କର। ଆମେ ଯେତେ ଜଣ ଶୁଣିବୁ, ବାକ୍ୟକୁ ହୃଦୟରେ ରଖିବୁ, ବାକ୍ୟ ଅନୁସାରେ ଚାଲିପାରିବୁ, ପ୍ରଭୁ ତୁମେ ଦୟା କର। ଆଜିର ଉପାସନା ଏକ ଆଶୀର୍ବାଦ ଯୁକ୍ତ ଉପାସନା ହେଉ। ଆଜିର ଉପାସନା ଓ ପ୍ରଭୁ ପରମେଶ୍ୱର ଅନେକ ଲୋକ ସୁସ୍ଥତା ପାଆନ୍ତୁ, ଆଶୀର୍ବାଦ ପାଆନ୍ତୁ, ତୁମ ଦୟାକୁ ଅନୁଗ୍ରହକୁ ଅନୁଭବ କରନ୍ତୁ। ହେ ରାଜା ତୁମେ ସେଥିପାଇଁ ତୁମେ ସାହାଯ୍ୟ ଦୟା କର। ପ୍ରାର୍ଥନା ଶୁଣିଛ ପ୍ରଭୁ, ଧନ୍ୟବାଦ ଦଉଛି। ଆଉ ବିଶେଷ କରି ପ୍ରଭୁ ଯେତେ ଓ ପ୍ରଭୁ ଭାଇ ଭଉଣୀ ମାନେ ୱର୍ସିପ କରିଛନ୍ତି, ଗୀତ ଗାନ କରିଛନ୍ତି, ପ୍ରତ୍ୟେକଙ୍କୁ ତୁମେ ନାମ ଧରି ଧରି ଆଶୀର୍ବାଦ କର। ତୁମ ଦାସୀ ମଧ୍ୟ ପରିଚାଳନା କରୁଅଛନ୍ତି, ତାଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର ପିତା। ଆଜି ତାଙ୍କର ବାର୍ଥଡେ ପ୍ରଭୁ, ହେ ଯୀଶୁ ରାଜା ତୁମେ ସାହାଯ୍ୟ କର, ଦୟା କର ବୋଲି ଆମେ ପ୍ରାର୍ଥନା କରୁଛୁ। ତାଙ୍କ ପରିବାରକୁ ବି ତୁମେ ଆଶୀର୍ବାଦ ଦୟା କର ପିତା। ପ୍ରଭୁ ମୋ ଯୋଗ୍ୟ ପ୍ରାର୍ଥନା ତୁମେ ଶୁଣିଲ ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଇ ପ୍ରିୟ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଛୁ ପିତା, ଆମେନ୍ ଆମେନ୍। Amen, amen. Thank you again. Thank you so much. ବର୍ତ୍ତମାନ ଆମମାନଙ୍କର ପ୍ରୋଗ୍ରାମ ମଧ୍ୟରେ ରହିଅଛି ବାକ୍ୟ, ମୁଖ୍ୟତଃ ବାକ୍ୟ। ପ୍ରଭୁଙ୍କର ଦାସ ଉପସ୍ଥିତ ଅଛନ୍ତି, ଆମେ ଦେଖୁଅଛୁ। ଯଦି ଆମେ କମ୍ଫର୍ଟ ଜୋନ୍ରେ ଅଛୁ ତେବେ ଭିଡ଼ିଓ ଅନ୍ କଲେ ଭଲ ହୁଅନ୍ତା। ପ୍ରଭୁଙ୍କର ଦାସକୁ ମଧ୍ୟ ବହୁତ ସୁନ୍ଦର ଲାଗିବ ବାକ୍ୟ କହିବାରେ। ଏହି ସମୟ ମଧ୍ୟରେ ପ୍ରଭୁଙ୍କ ଦାସଙ୍କୁ ମୁଁ ଅନୁରୋଧ କରେ, ପ୍ରଭୁଙ୍କର ଦାସ ଯେତେବେଳେ ସମ୍ମୁଖକୁ ଆସିବେ ସେତେବେଳେ ଆମେ ପ୍ରତ୍ୟେକ କରତାଳ ସହିତ ସ୍ୱାଗତ କରିବା। ଅଙ୍କଲ ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ।
ବର୍ତ୍ତମାନ ଆପଣଙ୍କ ସମୟ, ଆପଣ ଆଗକୁ ଆସିବେ, ପୁଣି ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବେ। ଧନ୍ୟବାଦ। ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ, ପ୍ରଭୁଙ୍କର ଗୌରବ ହେଉ। ପ୍ରଭୁ ଏହି ପ୍ରଭାତ ସମୟରେ ତାଙ୍କ ଚଞ୍ଚଳକୁ ଆସି ତାଙ୍କରି ଆରାଧନା କରିବା ସହିତ ତାଙ୍କ ଚଞ୍ଚଳ ଆମମାନଙ୍କର ନିବେଦନ ସବୁ ଆମମାନଙ୍କର ପ୍ରାର୍ଥନା ବିନତି ଜଣାଇବା ପାଇଁ ପ୍ରଭୁ ସୁଯୋଗ ଦେଇଛନ୍ତି। ପ୍ରାର୍ଥନା କରିବା ଆମମାନଙ୍କ ନିମନ୍ତେ ଏକ ସୁଯୋଗ ଅଟେ। ପ୍ରାର୍ଥନା କରିବା ଏକ ସୁଯୋଗ ଅଟେ। ଆମେ ସେଇ ସୁଯୋଗ ପାଇଛୁ ପ୍ରଭୁଙ୍କଠାରେ ପ୍ରାର୍ଥନା କରିବା ପାଇଁ। ଆମମାନଙ୍କର ଏ ପ୍ରକାର ସମୟ ଥିଲା। ଏଫେସିୟ ମଣ୍ଡଳୀକୁ ପ୍ରେରିତ ପାଉଲ ଲେଖନ୍ତି ଯେ ଆମମାନେ ଈଶ୍ୱର ବିହୀନ ଥିଲୁ। ଈଶ୍ୱର ବିହୀନର ଅର୍ଥ ହେଲା ଆମମାନେ କାହା ପାଖରେ ଆମମାନଙ୍କର ନିବେଦନ କରିବା, ଆମମାନଙ୍କର ଜଣାଣ କରିବା, ଆମମାନଙ୍କର ପ୍ରାର୍ଥନା ଆମମାନେ କାହା ପାଖରେ କରିବା, ଏ ପ୍ରକାର ବ୍ୟକ୍ତି ଆମମାନଙ୍କର କେହି ନଥିଲେ। କିନ୍ତୁ ଆଜି ପ୍ରଭୁ ଆମମାନଙ୍କୁ ଏ ପ୍ରକାର ସୁଯୋଗ ଦେଇଛନ୍ତି ତାଙ୍କ ଚଞ୍ଚଳକୁ ଆସି ହେ ପିତ ବୋଲି ଡାକିବା ପାଇଁ, ଏବଂ ପ୍ରଭୁ ଆମମାନଙ୍କୁ ସନ୍ତାନ ସନ୍ତତିର ଅଧିକାର ଦେଇଛନ୍ତି ତାଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ। ହାଲେଲୁୟା। ତେଣୁ এই ପ୍ରାର୍ଥନା ଆମମାନଙ୍କ ନିମନ୍ତେ ଗୋଟେ ବହୁତ ବଡ଼ ସୁଯୋଗ ଅଟେ। ଅନେକ ସମୟରେ ପ୍ରାର୍ଥନା କରିବା ଆମମାନଙ୍କ ଜୀବନ ଏ ପ୍ରକାର ହୁଏ ଯେ ପ୍ରାର୍ଥନା କ'ଣ ମାନେ ଏ ବ୍ୟସ୍ତତା ଜୀବନରେ ପ୍ରାର୍ଥନାକୁ ଆମେ ଅଧିକା ଗୁରୁତ୍ୱ ଦେଇନଥାଉ, କିନ୍ତୁ ପ୍ରାର୍ଥନା ଆମମାନଙ୍କ ନିମନ୍ତେ ଏକ ସୁଯୋଗ ଅଟେ। ହାଲେଲୁୟା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏ ସମୟରେ ପ୍ରଭୁଙ୍କର ଦାସ ଆମମାନଙ୍କ ରିଏଲ ମିନିଷ୍ଟ୍ରିର ଯିଏକି ପରିଚାଳନା କରୁଛନ୍ତି, ଯିଏକି ମୁଖ୍ୟ ଆମମାନଙ୍କର କର ସାର୍, ପୁଣି ତାଙ୍କର ସହକର୍ମୀମାନେ, ପୁଣି ତାଙ୍କ ସହିତ ଆଜି ଏହି ଜୁମ୍ରେ ଥିବା ପ୍ରତ୍ୟେକ ପ୍ରଭୁଙ୍କର ଦାସ ଦାସୀ ସମସ୍ତଙ୍କୁ ମୁଁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର ଜ୍ଞାପନ କରେ। ମୋତେ ସେମାନେ ପ୍ରେମ କରି ଏହି ସୁନ୍ଦର ସୁଯୋଗ ଦେଇଛନ୍ତି। ଅନେକ ଥର ଏହି ଜୁମ୍କୁ ଆସିବା ପାଇଁ ପ୍ରଭୁ ଅନୁଗ୍ରହ କରିଛନ୍ତି। ତେଣୁ ପ୍ରଭୁଙ୍କର ମହାନାମର ଧନ୍ୟବାଦ ହେଉ। ପୁଣି କର ସାର୍ଙ୍କୁ ମଧ୍ୟ ମୋର ହୃଦୟରୁ କୃତଜ୍ଞତା ଜ୍ଞାପନ କରେ। ସେ ମୋତେ ପ୍ରେମ କରି ଆଉ ଏହି ପ୍ରକାର ସୁଯୋଗ ପରେ ସୁଯୋଗ ପ୍ରଦାନ କରୁଛନ୍ତି। ଆଉ ଈଶ୍ୱରଙ୍କର ବାକ୍ୟ ପ୍ରକାଶ କରେ ଯେ ସମୟରେ କି ଅସମୟରେ ତାଙ୍କର ବାକ୍ୟ ପ୍ରଚାର କର। ଆଉ ବାକ୍ୟ ପ୍ରଚାର କରିବା ମଧ୍ୟ ଗୋଟେ ସୁଯୋଗ ଅଟେ। ପ୍ରଭୁଙ୍କର ବାକ୍ୟ ମୁଖରେ ନେବା, ପ୍ରଭୁଙ୍କର ବାକ୍ୟ ଆଲୋଚନା କରିବା ଏହା ମାନଙ୍କ ନିମନ୍ତେ ସୁଯୋଗ ଅଟେ। ଆଉ ଏହି ସୁଯୋଗର ସଦ୍ବ୍ୟବହାର ମାନେ ଏହି ସମୟରେ କରିବା। ଆଉ ଆଜିର ଆଲୋଚନା ନିମନ୍ତେ ଆମେ ଦେଖିବା ଦାନିଏଲ ତାର 11 ଅଧ୍ୟାୟ 32 ପଦର ଅଂଶ ଆମେ ପାଠ କରିବା ଏବଂ ଆଲୋଚନା କରିବା ନିମନ୍ତେ ଯିବା। ଦାନିଏଲ ପୁସ୍ତକ ତାର 11 ଅଧ୍ୟାୟ 32 ପଦର ଅଂଶ। ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ୱରଙ୍କୁ ଜାଣନ୍ତି ସେମାନେ ବଳବାନ ହେବେ ଓ ମହତ୍ କର୍ମ କରିବେ। ପୁନର୍ବାର ମୁଁ ପାଠ କରିବି। ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ୱରଙ୍କୁ ଜାଣନ୍ତି ସେମାନେ ବଳବାନ ହେବେ ଓ ମହତ୍ କର୍ମ କରିବେ। ଆଉ ଏ ଶାସ୍ତ୍ରାଂଶକୁ ଆଧାର କରି ମୋର ପ୍ରସଙ୍ଗର ଶୀର୍ଷକ ରହିବ ବଳବାନ ହୁଅ, ବି ଷ୍ଟ୍ରଙ୍ଗ, ବଳବାନ ହୁଅ। ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ବଳବାନ ହେବା ପାଇଁ ପରାମର୍ଶ ଦିଏ। ଯଦି ଆପଣମାନେ ଦେଖିବେ ଯହୋଶୁଆ ପୁସ୍ତକରେ ତାର 1 ଅଧ୍ୟାୟ 6 ପଦରେ ପରମେଶ୍ୱର ଯହୋଶୁଆଙ୍କୁ କହିଲେ, ଯହୋଶୁଆ ତୁମେ ବଳବାନ ହୁଅ ଓ ସାହସିକ ହୁଅ। ତୁମେ ବଳବାନ ହୁଅ ଓ ସାହସିକ ହୁଅ। ବଳବାନ ହେବା ପାଇଁ, ସାହସିକ ହେବା ପାଇଁ ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ପ୍ରେରଣା ଦିଏ। କେବଳ ପ୍ରେରଣା ନୁହେଁ, ଯଦି ସେଇ ଯହୋଶୁଆ ତାର 1 ଅଧ୍ୟାୟ 9 ପଦ ମଧ୍ୟ ଯଦି ଆପଣମାନେ ପ୍ରଥମ ଅଂଶ ଦେଖିବେ, ସେଠାରେ ଲେଖା ଅଛି ଯେ ଆମ୍ଭେ କି ତୁମକୁ ଆଜ୍ଞା ଦେଇନାହୁଁ, ବଳବାନ ହୁଅ ଓ ସାହସିକ ହୁଅ। ଆଉ ସେଇ ଅଂଶ ଯେତେବେଳେ ଆମେ ଦେଖୁ, ବଳବାନ ହେବା ନିମନ୍ତେ ପ୍ରଭୁଙ୍କର ଆଜ୍ଞା ରହିଛି। ପ୍ରଭୁ କେବଳ ଆମମାନଙ୍କୁ ପରାମର୍ଶ ଦିଅନ୍ତି ତାହା ନୁହେଁ, ଆମମାନଙ୍କର ଆତ୍ମିକ ଜୀବନରେ ତାହାଙ୍କର ଲୋକମାନେ, ତାହାଙ୍କର ସନ୍ତାନ ସନ୍ତତି ମାନେ ବଳବାନ ହୁଅନ୍ତୁ ଏବଂ ଏକ ଶକ୍ତିଯୁକ୍ତ ଜୀବନ ଯାପନ କରନ୍ତୁ, ପ୍ରଭୁ ତାହା ଚାହାନ୍ତି। ତେବେ ପ୍ରିୟ ପ୍ରଭୁଙ୍କ ଲୋକମାନେ ଏହି ଶାସ୍ତ୍ରାଂଶକୁ ଯାମାନେ ପାଠ କଲୁ ଯେ ମାତ୍ର ଯେଉଁ ଲୋକମାନେ ଆପଣା ପରମେଶ୍ୱରଙ୍କୁ ଜାଣନ୍ତି ସେମାନେ ବଳବାନ ହେବେ ଓ ମହତ୍ କର୍ମ କରିବେ। ପ୍ରଥମେ ଆମେ ଦେଖିବା ଯେ ଆମମାନଙ୍କର ବଳର ଉତ୍ସ।
ଗୀତ ସଂହିତା ତାର 28 ଅଧ୍ୟାୟ 7 ପଦରେ ଦାଉଦ କହନ୍ତି ତୁମ୍ଭେ ମୋହର ବଳ। ଦାଉଦ କହନ୍ତି ତୁମ୍ଭେ ମୋହର ବଳ। ପ୍ରଭୁଙ୍କର ଦାସ ପ୍ରାର୍ଥନା କରୁଥିଲେ ଯେ ପରମେଶ୍ୱର ହେଉଛନ୍ତି ଆମମାନଙ୍କର ବଳ, ଆମମାନଙ୍କର ସୁରକ୍ଷାକାରୀ, ଆମମାନଙ୍କର ସମସ୍ତ କାର୍ଯ୍ୟରେ ଆମମାନଙ୍କୁ ପରିଚାଳନା କରନ୍ତି। ପ୍ରଭୁ ହେଉଛନ୍ତି ଆମମାନଙ୍କର ବଳ। ଆମମାନଙ୍କର ବଳର ଉତ୍ସ ହେଉଛନ୍ତି ସଦାପ୍ରଭୁ। ଆମମାନେ ମନୁଷ୍ୟର ବଳରେ କି ଲୋକମାନଙ୍କର ଉପରେ ନିର୍ଭର କରିବା ଉଚିତ ନୁହେଁ, କାରଣ ପରମେଶ୍ୱର ହେଉଛନ୍ତି ଆମମାନଙ୍କର ବଳ, ସଦାପ୍ରଭୁ ହେଉଛନ୍ତି ଆମମାନଙ୍କର ବଳ। ଏହା ମାନେ ଜାଣି ରଖିବା ଦରକାର। ବଳର ଉତ୍ସ ହେଉଛନ୍ତି ଆମମାନଙ୍କର ତ୍ରିଏକ ପରମେଶ୍ୱର, ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର ଏବଂ ପବିତ୍ର ଆତ୍ମା ପରମେଶ୍ୱର। ଏବଂ ଆମମାନଙ୍କର ବଳର ଉତ୍ସ ହେଉଛି ଈଶ୍ୱରଙ୍କର ବାକ୍ୟ। ଈଶ୍ୱର ଏବଂ ଈଶ୍ୱରଙ୍କର ବାକ୍ୟ, ଈଶ୍ୱରଙ୍କର ଉପସ୍ଥିତି ବା ଈଶ୍ୱର ହେଉଛନ୍ତି ଆମମାନଙ୍କର ବଳର ଉତ୍ସ, ବଳର ସ୍ରୋତ। ତାଙ୍କ ପାଖକୁ ଯାଇ ଆମମାନେ ବଳବାନ ହେବା ଦରକାର। ତେଣୁ ଯେତେବେଳେ ଆମମାନେ ବଳବାନ ହେବା ପାଇଁ ପରମେଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ଚେତନା ଦିଏ, ପ୍ରେରଣା ଦିଏ, ପରମେଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ଆଜ୍ଞା ଦିଏ, ଆମମାନେ ବଳବାନ ହେବା ନିମନ୍ତେ କାହା ନିକଟକୁ ଯିବା? ଯିଶାୟ ତାର 40 ଅଧ୍ୟାୟ 31 ପଦରେ ଲେଖା ଅଛି, ଯେଉଁମାନେ ପରମେଶ୍ୱରଙ୍କ ଉପରେ ନିର୍ଭର କରନ୍ତି, ଯେଉଁମାନେ ସଦାପ୍ରଭୁଙ୍କ ଠାରେ ନିର୍ଭର କରନ୍ତି, ସେମାନେ ବଳବାନ ହେବେ ଏବଂ ସେମାନେ ନୂଆ ନୂଆ ବଳ ପାଇବେ। ସେମାନେ ଉତ୍କର୍ଷ ପକ୍ଷୀ ପରି ଉପରକୁ ଉଠିବେ। ଅନ୍ୟାନ୍ୟ ବିଷୟ ଆମେ ଦେଖୁଛୁ। ଏକ ଆଧ୍ୟାତ୍ମିକ ଜୀବନରେ ଆମମାନେ ଏକ ବଳିଷ୍ଠ ଜୀବନ ଯାପନ କରିବା ପାଇଁ ପରମେଶ୍ୱରଙ୍କର ବଳ ଉପରେ ନିର୍ଭର କରିବାକୁ ପଡ଼ିବ। ପରମେଶ୍ୱରଙ୍କ ଠାରେ ନିର୍ଭର କରିବାକୁ ପଡ଼ିବ। ଆମମାନେ ଆଧ୍ୟାତ୍ମିକ ଜୀବନରେ ଆଗକୁ ବଢିବା ପାଇଁ ଦୁର୍ବଳ ନ ହୋଇ ଆମମାନେ ବଳର ସହିତ ଶକ୍ତିଯୁକ୍ତ ଭାବରେ ଜୀବନ ଯାପନ କରିବା ପାଇଁ ଈଶ୍ୱରଙ୍କର ଅପେକ୍ଷା କରିବା ଦରକାର, ସଦାପ୍ରଭୁଙ୍କର ଅପେକ୍ଷା କରିବା ଦରକାର। ଆଉ ସଦାପ୍ରଭୁ ହେଉଛନ୍ତି ଆମମାନଙ୍କର ବଳର ଉତ୍ସ। ସେଥିପାଇଁ ଯେଉଁମାନେ ସଦାପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ ବୋଲି ପରମେଶ୍ୱରଙ୍କର ବାକ୍ୟ ପ୍ରକାଶ କରେ, ଯାହାକି ଆମମାନେ ଯିଶାୟ ତାର 40 ଅଧ୍ୟାୟ 31 ପଦରେ ଦେଖିବାକୁ ପାରୁଛୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସଦାପ୍ରଭୁ ହେଉଛନ୍ତି ଆମମାନଙ୍କର ବଳର ଉତ୍ସ। ଆଉ ଆମମାନେ ଦେଖୁଛୁ ଯେ ଏଫିସିୟ ତାର 6 ଅଧ୍ୟାୟ 10 ପଦରେ ଲେଖା ଅଛି। କେହି ଜଣେ ପାଠ କରିବେ, ଆପଣ ମାନେ ମଧ୍ୟ ଟିକେ ପଢନ୍ତୁ। ଏଫିସିୟ 6 ଅଧ୍ୟାୟ 10 ଏବଂ 11 ପଦ। 10 ପଦ ପଢନ୍ତୁ। ଓକେ, ଶେଷ କଥା ଏହି, ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କର ପରାକ୍ରମରେ ବଳବାନ ହୁଅ। ପ୍ରଭୁଙ୍କ ତୁମ୍ଭେମାନେ ଠାରୁ ଯେପରି ଥାଉ ସେତିକି ଥାଉ। ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ପରମେଶ୍ୱରଙ୍କ ଠାରୁ ଶକ୍ତି ପ୍ରାପ୍ତ ହେବା ଏବଂ ତାହାଙ୍କର ପରାକ୍ରମରେ ମାନେ ବଳବାନ ହେବା ଦରକାର। ଦ୍ୱିତୀୟ ତିମୋଥୀ ତାର 2 ଅଧ୍ୟାୟ 1 ପଦ ଏବଂ 2 ପଦ ଆମେ ଯଦି ଦେଖିବା, 1 ପଦ ପ୍ରଥମେ ଯଦି ଆମେ ଦେଖିବା, ସେଠାରେ ଲେଖା ଅଛି, ପ୍ରେରିତ ପାଉଲ ତିମୋଥୀଙ୍କୁ ସେ ପରାମର୍ଶ ଦିଅନ୍ତି, ସେ ଆଜ୍ଞା ଦିଅନ୍ତି ଯେ ତୁମେ ଅନୁଗ୍ରହରେ, ଈଶ୍ୱରଙ୍କର ଅନୁଗ୍ରହରେ, ଖ୍ରୀଷ୍ଟଙ୍କର ଅନୁଗ୍ରହରେ ବଳବାନ ହୁଅ। ପ୍ରଭୁଙ୍କର ଅନୁଗ୍ରହରେ ତୁମେ ବଳବାନ ହୁଅ। ଆଉ ପ୍ରଭୁଙ୍କର ଅନୁଗ୍ରହରେ ବଳବାନ ହେବା, ଈଶ୍ୱରଙ୍କର ଶକ୍ତିରେ ବଳବାନ ହେବା, ପରମେଶ୍ୱର ତାହା ଚାହାନ୍ତି, କାରଣ ସେ ହେଉଛନ୍ତି ଆମମାନଙ୍କର ବଳର ଉତ୍ସ। ତେବେ ଯେଉଁମାନେ ପରମେଶ୍ୱରଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ ବୋଲି ଈଶ୍ୱରଙ୍କର ବାକ୍ୟ ପ୍ରକାଶ କରେ। କିନ୍ତୁ ଏଇଠାରେ ଆମେ ଦେଖୁଛୁ, ଯାହାକି ଦାନିଏଲ ପୁସ୍ତକରେ ଆମେ ଦେଖିଲୁ, ଯେ ମାତ୍ର ଯେଉଁମାନେ ସଦାପ୍ରଭୁଙ୍କୁ ଜାଣନ୍ତି, ଆପଣା ପରମେଶ୍ୱରଙ୍କୁ ଜାଣନ୍ତି, ସେମାନେ ବଳବାନ ହେବେ। ଆଉ ବଳବାନ ହେବା ପାଇଁ ଜଣେ ବ୍ୟକ୍ତି, ଜଣେ ବିଶ୍ୱାସୀ ବଳବାନ ହେବା ପାଇଁ, ଶକ୍ତିଯୁକ୍ତ ହେବା ପାଇଁ ତାଙ୍କର ପରମେଶ୍ୱରଙ୍କୁ ସେ ଜାଣିବା ଦରକାର। ତାଙ୍କର ପରମେଶ୍ୱରଙ୍କୁ ସେ ବ୍ୟକ୍ତିଗତ ଭାବରେ ଜାଣିବା ଦରକାର। ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଗୋଟେ ଉଦାହରଣ ରଖିବି, ଯାହାକି ପ୍ରଥମ ସାମୁଏଲ ତାର 17 ଅଧ୍ୟାୟ, ପ୍ରଥମ ସାମୁଏଲ ତାର 17 ଅଧ୍ୟାୟ 31 ପଦରୁ ଆମମାନେ କିଛି ଅଂଶ ପଢି ଯିବା ଏବଂ ଆମମାନେ ଦେଖିବା କିପରି ଭାବରେ ଆମମାନେ ପରମେଶ୍ୱରଙ୍କୁ ଜାଣିବା ଏବଂ ବଳବାନ ହେବା। କିପରି ଭାବରେ ପରମେଶ୍ୱରଙ୍କୁ ଜାଣିବା। ଆଉ ସେଠାରେ ଦାଉଦଙ୍କ ବିଷୟରେ ଲେଖା ଅଛି। ପୁରା ଘଟଣାଟି ଆମେ ଜାଣିଛୁ। ପ୍ରଥମ ସାମୁଏଲ 17 ଅଧ୍ୟାୟ
दाऊद एवं गलियाद को मध्य युद्ध पलस्तीय एवं इस्राएल मान मध्य गोटे युद्ध आउ पृथ्वी इतिहास युद्ध एक आउटस्टैंडिंग बा एक गुरुत्वपूर्ण स्थान अधिकार करिछि मु अनेक वर्ष तले देखुथिली जे किछि वर्ष तले देखुथिली जड़े चीफ मिनिस्टर को स्टेटमेंट दिल्ली चीफ मिनिस्टर थिले आप आप रो कोन ताको ना केजरीवाल से गोटे स्टेटमेंट दउथिले जे आमर युद्ध दाऊद एवं गलियाद सहित जो प्रकार युद्ध आमर युद्ध से प्रकार बोली कहले से जने अण ख्रिस्टियन व्यक्ति किंतु दाऊद एवं गलियाद को युद्ध को से गोटे दृष्टांत स्वरूप नेले कहीं ना पृथ्वी इतिहास रे दाऊद एवं गलियाद को युद्ध गोटे स्थान सृष्टि कर स्वतंत्र स्थान सृष्टि कर आउटस्टैंडिंग बैटल बोली कहा जाए तबे एई जो कार्य दाऊद कले कि प्रकार भाव कले कि प्रकार से बलवान हेले ताकू जदि माने आलोचना करिबा ध्यान करिबा अनुध्यान करिबा सेठार आम देखुछु दाऊद परमेश्वर को व्यक्तिगत भाव से जानी व्यक्तिगत भाव जानी केते गोटे विषय आम एठार उद्धृत करिबा एवं आलोचना करिबा 31 पद जदि आम देखिबा मु पाठ करिबि से प्रथम सामुएल 17 अध्याय 31 पदरु दाऊदंकर एई सब कथा सुना जाते लोक माने साउलंक सम्मुखरे ताहा कहिले तेणु से ताहांकु डकाइले एथिरे दाऊद साउलंकु कहिले ताहा सकाशु काहारी हृदय निराश न हेउ आपणक दास जाई से पलेस्टीय संगे युद्ध करिबो तहिरे साउल दाऊदंकु कहिले तुम्बे से पलेस्टीय विरुद्ध रे जाई ताहा संगे युद्ध करि परिबो नाही कारण तुम्बे तो जुबा मात्र से यौवनावधि योद्धा तहु दाऊद साउलंकु कहिले आपणक दास आपणा पितार मेष चराउ थाए पुणी कौन से समय गोटे सिंह ओ कि गोटे भालू आसी पल मध्य छुआ घेनी गले मु ताहा पछे गोड़ाई ताकू मारी ता मुखरु छुआ को रक्षा करे पुणी से मो ऊपर को उठिले मु ताहार दाढ़ी धरी ताहाकू मारी बद्ध करे आपणक दास सिंह ओ भालू उभय बद्ध करी अछि पुणी एई असुन्नत पलेस्टीय सेमानकर गोटे परि हेबो कारण से जीवित परमेश्वरक सैन्य श्रेणी की तुच्छ करी अछि प्रिय प्रभुक लोक माने 31-36 पद जिते माने देखुचु ता पूर्व विषय देखुचु दाऊद देखिले जे पलेस्टीय माने इस्राएल लोक मानक सहित युद्ध करिया पाए से माने प्रस्तुत होउछन्ति एवं गलियाद नामक जने व्यक्ति से हुंकार मारुछि जे किए मो सहित युद्ध करिवो से समय दाऊद ताहा लक्ष्य करुछन्ति एवं से युद्ध रे इस्राएल पक्षरु नियोजित थिबा केते व्यक्ति को से जाय पचारुछन्ति जे मने करो गलियाद को कई बद्ध करिवो ता पई कोन कोन रखा जायछि से कोन पाइबो जणु पचाउछि आउ जणु पचाउछि एमती जेतेबेले विभिन्न व्यक्ति को से पचारले अनेक व्यक्ति को सेतेबेले पचारले तांकर भाई माने विरक्त होउछन्ति किंतु साउल को निकट को जेतेबेले ए कथा गला साउल दाऊद को डके से प्रश्न पचाउछन्ति से कथा होउछन्ति से कहले तुमे तो जुबा से तो यौवनावधि युवक अवस्थारु से युद्ध करी आसुछि गलियाद ता सहित तुमे जाई युद्ध करि परिबो नाही किंतु दाऊद से अपना परमेश्वर को जानिथिले से जानिथिले जे अपना परमेश्वर निजर परमेश्वर से जीवित परमेश्वर अटंती प्रिय प्रभु को लोक माने आमे जो परमेश्वर को सेवा करूछु आम माने जानी रखिबा दरकार से की प्रकार परमेश्वर अटंती से तांकर व्यक्तित्व कौन आमानकर परमेश्वर से जीवित परमेश्वर आमे केते जण अनुभव करिछु जीवन रे आमे केते जण निज जीवन रे ता प्रयोग करिछु एवं आगो को आत्मिक जीवन रे बढ़िछु जे आमानकर परमेश्वर से जीवित परमेश्वर अटंती जार सेवा माने करूछु से जीवित परमेश्वर अटंती प्रिय प्रभु को लोक माने आमानकर प्रभु यीशु ख्रीष्ट ए जगत को आसिले से आमानक निमंते मृत्यु वर्ण कले एवं तृतीय दिवस रे से उत्थित हेले एवं से जुगे जुगे जीवित अटंती हालेलुया प्रभुकर महानामर धन्यवाद हेउ आमे जो परमेश्वर को सेवा करूछु जो परमेश्वर को आमाने पूजा करूछु आराधना करूछु से होउछन्ति जीवित परमेश्वर अनेक लोक आज तांक विषय कहती जे से तो निजे मृत्यु वर्ण कले से अन्य को कि प्रकार से बंचेब केते जण विभिन्न प्रकार स्टेटमेंट दियंती आज काली दुनिया रे
से माने कहती जे जदि से जीशु से जन को तो बंचे पारिबा कथा किंतु प्रिय प्रभु लोक माने आमे जानी रखिबा दरकार जे आमानकर परमेश्वर से जीवित परमेश्वर अटंती आमानकर परमेश्वर आमानक निमंते आमानकर प्रभु जीशु ख्रीष्ट आमानक निमंते से मृत्युवरण कले किंतु तृतीय दिवस रे से उत्थित हेले से होछंती पुनरुत्थान एवं जीवन प्रिय प्रभु लोक माने आउ से जुगे जुगे जीवित अटंती आजिकाली जो माने से प्रकार प्रश्न करती हुए तो से माने जीशुख्रीष्ट सहित बापटे जीशुख्रीष्ट सहित क्रूसरे जो चोर माने क्रूसार्पित होते से मानक मध्यरु जड़े जे प्रकार कहला जे तुम्हें जदि ईश्वर को पुत्र तुम्हें निज को रक्षा कर आम को रक्षा कर आज अनेक लोक माने से प्रकार प्रश्न करती प्रिय प्रभु लोक माने जो माने प्रकार कहती जे से आउ जन को रक्षा करि पारु नै से निज को रक्षा करि पारला नै से मानक निमंते सही उत्तर जे से दिन जने चोर कहितिला जे तुमे निज को रक्षा कर आउ आमान को रक्षा कर किंतु आउ जने चोर कहला आज तुमे मते पारादेश रे उपस्थित हेले मते टिके स्मरण करिबो हालेलुया प्रिय प्रभु को लोक माने आज अनेक लोक माने परमेश्वर को विषय रे आमान को प्रभु जीशु को विषय रे अनेक स्टेटमेंट दियंती अनेक विषय कहती किंतु आम माने जानी रखिबा दरकार जे आमानकर प्रभु जीशु ख्रीष्ट से मृत्युंजय परमेश्वर अटंती एवं से जुगे जुगे जीवित अटंती से जीवित परमेश्वर आउ एही विषय एही कन्विक्शन एहा दाऊद को गलियात सहित युद्ध करिया पाए प्रवर्ताई थिला आगो को बढ़िया पाए तांको बल प्रदान करथिला प्रिय प्रभु लोक माने कारण से जानी थिले जे मोर परमेश्वर मु जहार सेवा करे आ से होचंती जीवित परमेश्वर हालेलुया आज आमे केते जण जानिछु जे आमानकर परमेश्वर जीवित अटंती आमानकर दैनंदिन जीवन रे ख्रिस्टियन जीवन रे विश्वासी जीवन रे आमे जानि रखिबा दरकार मोर परमेश्वर जीवित अटंती द्वितीय रे जदि आमान देखिबा 37 पद लेखा अछि आहुरी दाऊद कहले जो सदा प्रभु सिंह हाथरू ओ भालू हाथरू मते रक्षा करी अछंती से ए पलेस्टी हाथरू मते रक्षा करिवे एथिरे साउल दाऊद को कहले जाओ सदा प्रभु तुम मोर संगी हेबे जो साउल दाऊद को मना करुथिले से कहउथिले तुमे तो जुबा अट से तो यौवन कालबधी से युद्ध करी आसु अछि से योद्धा अटे तुमे ता सहित युद्ध करि पारिबो नाही किंतु साउल से कहउछंती जे तुमे जाओ प्रभु तुमर संगी हेबे बोली कहले कारण साउल जानिले जे दाऊदंकर ए प्रकार कन्विक्शन अछि जो परमेश्वर को से जानिछंती से परमेश्वर को ऊपर से संपूर्ण भाव रे भरोसा रखंती आ से जानिछंती जे परमेश्वर सुरक्षाकारी अटंती हालेलुया आम मानकर परमेश्वर जे कि जीवित परमेश्वर से आमानकर सुरक्षाकारी परमेश्वर अटंती आमानकर दैनंदिन जीवन रे से सुरक्षा प्रदान करंती आमान को दुर्घटना रो से उद्धार करंती से सुरक्षाकारी परमेश्वर से आमानकर उद्धारकारी परमेश्वर अटंती विपद रु से आमान को उद्धार करंती समस्या रु से उद्धार करंती से ताहा करिबा पई सक्षम अटंती सेथिमाई दाऊद एठारे कहले आपणक दास सिंह और भालू उभय को बद्ध करी अछि आउ ए पलेस्टिय कौन अटे हालेलुया कि साहसर सहित से साउलंक सहित कथबार्ता करुछंती प्रिय प्रभुଙ୍କ लोक माने से जानी थिले जे परमेश्वर होउछंती जीवित परमेश्वर द्वितीय रे से जानी थिले जे जो परमेश्वर को से सेवा करुछंती से सुरक्षाकारी एवं उद्धारकारी परमेश्वर से ताहा जानी थिले से कहले जे पलेस्टी हाथरू से मते रक्षा करिवे जो परमेश्वर सिंह हाथरू और भालू हाथरू मते उद्धार करी अछंती रक्षा करी अछंती से आज मध्य रक्षा करिवे से रक्षाकारी सुरक्षाकारी परमेश्वर आ से आउ गोटे विषय जानी थिले जे तांकर परमेश्वर से अपरिवर्तनीय परमेश्वर अटंती काली आज एवं सर्वदा से समान अटंती गतकाली जदि मोर समस्या को से दूर करिसंती आज मध्य दूर करिबा पई से सक्षम अटंती परवर्ती समय मध्य मोर समस्या रु से दूर करिबा पई सक्षम परमेश्वर अटंती आज मते सुरक्षा करिसंती आसंता काली सुरक्षा करिबा पई से सक्षम परमेश्वर अटंती आ से
ଜାଣିଥିଲେ ଯେ ତାଙ୍କର ପରମେଶ୍ୱର ଅପରିବର୍ତ୍ତନୀୟ, ସେ ସର୍ବଦା ସମାନ ଅଟନ୍ତି। ଆଜି ତାଙ୍କର ବଳ ଅଛି, କାଲି ତାଙ୍କର ବଳ ଚାଲିଯିବ। ଏହି ପ୍ରକାର ପରମେଶ୍ୱର ସେ ନୁହନ୍ତି। ସେ ସର୍ବଦା ସର୍ବଶକ୍ତିମାନ ପରମେଶ୍ୱର, ସେ ସର୍ବଦା ସମାନ ଅଟନ୍ତି। ପରମେଶ୍ୱରଙ୍କ ବିଷୟରେ ଆମେ କଣ ଜାଣିଛୁ? ଆମମାନଙ୍କର ପରମେଶ୍ୱର ସେ ଜୀବିତ ପରମେଶ୍ୱର, ଏହା ମାନେ ଜାଣିଛୁ କି? ଆମମାନଙ୍କର ପରମେଶ୍ୱର ସୁରକ୍ଷାକାରୀ ପରମେଶ୍ୱର, ଆମେ କେତେ ଜଣ ଏହାକୁ ଅନୁଭବ କରିଛୁ, ଜାଣିଛୁ ବ୍ୟକ୍ତିଗତ ଭାବରେ? ଆମେ କେତେ ଜଣ ଜାଣିଛୁ ଆମମାନଙ୍କର ପରମେଶ୍ୱର ସେ ଆଜି କାଲି ଏବଂ ସର୍ବଦା ସମାନ ଅଟନ୍ତି। ସେ ସବୁବେଳେ ସମାନ ଅଟନ୍ତି। ସେ ଅପରିବର୍ତ୍ତନୀୟ ପରମେଶ୍ୱର। ସେ ଆମମାନଙ୍କର ସମସ୍ତ ବିଷୟରେ ସମସ୍ତ କାର୍ଯ୍ୟ କରିବା ପାଇଁ ସକ୍ଷମ ପରମେଶ୍ୱର ଅଟନ୍ତି। ଚତୁର୍ଥ ବିଷୟ ଯଦି ଆମେ ଦେଖିବା, ଦାଉଦ ଯେତେବେଳେ ଯୁଦ୍ଧ ପାଇଁ ଗଲେ, ସେ ସମୟରେ ତାଙ୍କୁ ସାଞ୍ଜୁଆ ପିନ୍ଧିବା ପାଇଁ ଦେଲେ, ଆଉ ସେ ସାଞ୍ଜୁଆ ପିନ୍ଧିଲେ। 38 ପଦ ଲେଖା ଅଛି, ତେଣୁ ସାଉଲ ଦାଉଦଙ୍କୁ ଆପଣ ବସ୍ତ୍ର ପିନ୍ଧାଇ ତାଙ୍କର ମସ୍ତକରେ ପିତ୍ତଳ ଟୋପର ଦେଇ ତାଙ୍କୁ ସାଞ୍ଜୁଆ ପିନ୍ଧାଇଲେ। ପୁଣି ଦାଉଦ ଆପଣ ବସ୍ତ୍ର ଉପରେ ଖड्ग ବାନ୍ଧି ଚାଲିବାକୁ ଚେଷ୍ଟା କଲେ, କାରଣ ସେ ତାହା ପରଖ କରିନଥିଲେ। ଆଉ ଦାଉଦ ସାଉଲଙ୍କୁ କହିଲେ, ମୁଁ ଏହି ବେଶରେ ଯାଇ ନପାରେ, କାରଣ ମୁଁ ସେ ସବୁ ପରଖ କରିନାହିଁ। ଏଣୁ ଦାଉଦ ତାହା କାଢି ରଖିଲେ। ହାଲେଲୁୟା। ଯୁଦ୍ଧକୁ ଯାଉଛନ୍ତି, କିନ୍ତୁ ଯୁଦ୍ଧର ଯୋଉ ବସ୍ତ୍ର ସେ ସବୁ ମୁଁ କରିପାରିବି ନାହିଁ, ମୁଁ ପିନ୍ଧି ପାରିବି ନାହିଁ, ମୁଁ ସେଟା ପରଖି ନାହିଁ କେବେ ବୋଲି କହିଲେ ଦାଉଦ। ଏବଂ ସେ କଣ ନଉଛନ୍ତି? 40 ପଦ ଲେଖା ଅଛି, ପୁଣି ସେ ଆପଣ ଜସ୍ତି ହାତରେ ଘେନି ନଦୀରୁ 5ଟି ଚିକଣ ପଥର ବାଛିଲେ ଓ ଆପଣ ପାଖରେ ମେଷପାଳକର ଯେଉଁ ଝୁଲି ଥିଲା ସେଇ ଝୁଲିରେ ତାହା ରଖିଲେ। ଆଉ ସେ ହାତରେ ଆପଣ ଛାଟୁଣି ଧରି ସେ ପଲେଷ୍ଟିୟ ନିକଟକୁ ଗଲେ। ଏଠି ଆମେ ଦେଖୁଛୁ ଯେ ସେ ଯୁଦ୍ଧର ଅସ୍ତ୍ର ଶସ୍ତ୍ର ତାଙ୍କ ପାଖରେ ନଥିଲା। ଯୁଦ୍ଧ କରିବା ପାଇଁ ଯୋଉ ଅସ୍ତ୍ର ଶସ୍ତ୍ର ଥିବା କଥା ତାଙ୍କ ପାଖରେ ନଥିଲା। ଗୋଟେ ପଦ ମୁଁ ଆପଣ ମାନଙ୍କୁ ପଢେଇବି, ସେଇ 17ର 50 ପଦ ଯଦି ଆପଣ ମାନେ ଦେଖିବେ, ଏହି ପ୍ରକାରେ ଦାଉଦ ଛାଟିଣି ଓ ପଥର ଦ୍ୱାରା ସେଇ ପଲେଷ୍ଟିୟ ଉପରେ ଜୟ ଲାଭ କଲେ ଓ ପଲେଷ୍ଟିୟକୁ ଆଘାତ କରି ବଦ୍ଧ କଲେ। ମାତ୍ର ଦାଉଦଙ୍କ ହସ୍ତରେ କଣ ନଥିଲା? ଖड्ग ନଥିଲା। ହାଲେଲୁୟା। ଯୁଦ୍ଧକୁ ଯାଇଛନ୍ତି, ଖड्ग ନଥିଲା ତାଙ୍କ ହାତରେ ବୋଲି ପ୍ରଭୁଙ୍କର ବାକ୍ୟ, ମାନେ ଯୋଉ ଶବ୍ଦ ଗୁଡାକ, ଯୋଉ ବାକ୍ୟାଂଶ ଗୁଡାକ ଲେଖା ହେଇଛି ତାକୁ ଆମେ ଗୁରୁତ୍ୱ ଦେବା ଦରକାର। ସେ ଛାଟୁଡି ଏବଂ ସେ ପଥର ଧରି ଗଲେ, କିନ୍ତୁ ତାଙ୍କ ହସ୍ତରେ ଖड्ग ନଥିଲା। କିନ୍ତୁ ସେ କଣ କଲେ ନା ପଲେଷ୍ଟିୟ ଗଲିଆଦ ଉପରେ ବିଜୟ ଲାଭ କଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ହେଉଛନ୍ତି ଆମମାନଙ୍କର ସେ ସର୍ବେ ସର୍ବା ଅଟନ୍ତି। ତା ତଳେ ଯଦି ଆପଣ ମାନେ ଦେଖିବେ 41 ପଦ ଲେଖା ଅଛି, ଏଥିରେ ପଲେଷ୍ଟିୟ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତାହାର ଢାଲ ବାହକ ତାହାର ଆଗେ ଆଗେ ଚାଲିଲା। ତ ପଲେଷ୍ଟିୟ ଚାରିଆଡକୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛ ଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍ ରକ୍ତ ବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଠାରେ ଆମେ ଦେଖୁଛୁ ଦାଉଦ ଯେତେବେଳେ ଯାଉଛନ୍ତି ତାଙ୍କଠାରେ ଖड्ग ନଥିଲା, ତାଙ୍କଠାରେ ଢାଲ ମଧ୍ୟ ନଥିଲା, କିନ୍ତୁ ପରମେଶ୍ୱର ଯେ ତାଙ୍କର ଢାଲ ତାହା ସେ ଅନୁଭବ କଲେ। ପରମେଶ୍ୱର ତାଙ୍କର ଢାଲ ତାହା ସେ ଜାଣିଲେ। ଗୀତ ସଂହିତା ତାର 28 ଅଧ୍ୟାୟ 7 ପଦ ଟିକେ ପଢନ୍ତୁ। ଗୀତ ସଂହିତା 28 ତାର 7 ପଦ। ସଦାପ୍ରଭୁ ମୋର ବଳ ଓ ମୋର ଢାଲ, ମୋର ମୋହର ଅନ୍ତଃକରଣ ଭରସା ରଖିଅଛି ଓ ମୁଁ ଥ୍ୟାଙ୍କ ୟୁ। ସାହାଯ୍ୟ ପାଇଅଛି। ସେଠି ଯଥେଷ୍ଟ। ଥ୍ୟାଙ୍କ ୟୁ। ସଦାପ୍ରଭୁ ମୋହର ଢାଲ, ଦାଉଦ ଜାଣିଥିଲେ ସେଇଟା। ଆଉ ସେଥିପାଇଁ ତାଙ୍କର ଗୀତରେ ସେ ପରମେଶ୍ୱରଙ୍କୁ କି ପ୍ରକାର ଭାବରେ ଜାଣିଥିଲେ ସେଗୁଡାକ ବିଭିନ୍ନ ସ୍ଥାନରେ ସେ ବର୍ଣ୍ଣନା କରିଛନ୍ତି। ଆଉ ଏଇ ସମୟରେ ଯେତେବେଳେ ସେ ଯୁଦ୍ଧ କରିବା ପାଇଁ ଯାଉଛନ୍ତି, ତାଙ୍କର ଢାଲ ବାହକ ଆଉ ଆବଶ୍ୟକ ନଥିଲା। ପରମେଶ୍ୱର ନିଜେ ତାଙ୍କର ଢାଲ ସ୍ୱରୂପ ଥିଲେ। ହାଲେଲୁୟା। ସେ ଜାଣିଥିଲେ ଯେ ପରମେଶ୍ୱର ତାଙ୍କର ଢାଲ ଅଟନ୍ତି। ପରମେଶ୍ୱର ସେ ଜୀବିତ ପରମେଶ୍ୱର ଅଟନ୍ତି। ପରମେଶ୍ୱର ସେ ସୁରକ୍ଷାକାରୀ ଅଟନ୍ତି। ପରମେଶ୍ୱର ସେ ଅପରିବର୍ତ୍ତନୀୟ ଅଟନ୍ତି। ଏବଂ ସେ ଜାଣିଥିଲେ ଯେ ପରମେଶ୍ୱର ହେଉଛନ୍ତି ତାହାଙ୍କର ଢାଲ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଅବ୍ରାହମ ସେ ଲୋଟଙ୍କୁ ଏବଂ ତାଙ୍କର ଲୋକମାନଙ୍କୁ ଯେତେବେଳେ ଶତ୍ରୁମାନେ ନେଇଗଲେ, ଅନେକ ରାଜାମାନେ ତାଙ୍କୁ ନେଇଗଲେ, ସେଇ ସମୟରେ
से जेतेବେଳେ खबर पाइले तांकर लोकमानंकु से धरी गले एवं युद्ध करिके आसिले विजयी आसिले एवं तांकु से सुरक्षा करी आनिले लोट एवं तांकर परिवार को आ सही समय जेतेବେଳେ आनिले तार परवर्ती अंशरे परमेश्वर कहंती अब्राहम को जे आम्बे तुमर ढाल स्वरूप हालेलुया तमे जदिबा युद्ध करिवा पई गलो जदिबा तुमे से मानक ऊपर विजयी आसिल तथापि आम्बे तुमर ढाल स्वरूप बोली परमेश्वर अब्राहम को अपना परिचय दियंती हालेलुया प्रिय प्रभु को लोक माने आमाने केते जण जानिछु जे परमेश्वर आमानकर ढाल स्वरूप जेते शत्रुर तीर आसु जेते शत्रुर समस्त समस्या आसु शैतान जो कौन सी समस्या आसु परमेश्वर होउछंती आमानकर ढाल स्वरूप यह माने जानी रखिबा दरकार सदा प्रभु होउछंती आमानकर ढाल स्वरूप आ दाऊद ताहा जानिथिले परमेश्वर मो ढाल स्वरूप मो ढाल बाहक आ आवश्यक नाही प्रिय प्रभु को लोक माने तापर आम देखुछु जे परवर्ती समय 43 पदरे पुणी से पलेस्टीय दाऊद को कहला मु कि कुकुर जे तू जस्ती नहीं मो पाखक आसीचु तरे पलेस्टीय अपना देवता मानक नाम रे ताहांको शाप देला ताहांको अभिशाप देला पलेस्टीय तार देवता मानक नाम रे ताकू शाप देला अभिशाप देला दाऊद को आउ कहला जे आउ से पलेस्टीय दाऊद को कहला मो कतिकिया मु तोर मांस आकाश पक्षी ओ बिल पशु मानक देवी तेबे दाऊद पलेस्टीय को कहले तुम्हें खड्ग घेनी बच्छा घेनी ओ शल्य घेनी मो कतिके आसीअछ मात्र तुम्हें जहाँ को तुच्छ करिअछ से इस्राएल सैन्य श्रेणी परमेश्वर सैन्याधिपति सदा प्रभु नाम तुम निकट को मु आसु अच्छी हालेलुया एठी आमे देखुछु जे परमेश्वर को कि प्रकार भाव से जानिथिले जे परमेश्वर होचंती सैन्याधिपति सदा प्रभु सैन्याधिपति माने युद्ध को जे आगे नियंती सैन्य मानकु आगे नियंती सैन्याधिपति आउ ए सैन्याधिपति सदा प्रभु शब्दटी जो टाइटल टे जहाँ आम देखुछु ता प्रथम सामुएल रे ही आरंभ हेबार आम देखा पारुछु प्रथम सामुएल ता पूर्वरु ताकू व्यवहार करा जाय नाही सैन्याधिपति सदा प्रभु एई विषयटी ता पूर्व पुस्तक गुड़ाक आम व्यवहार हबार देखुना प्रथम सामुएल परवर्ती समय आम विभिन्न पुस्तक सैन्याधिपति सदा प्रभु बोली आम देखा पारुछु तबे प्रिय प्रभु लोक माने आउ एटा गोटे युद्ध सैन्याधिपति सदा प्रभु होउछंती आमानकर से युद्ध को परिचालना करिबा परमेश्वर जेतेबेले आमानकर दैनंदिन जीवन रे व्यक्तिगत जीवन रे पारिवारिक जीवन रे किंबा मंडली रे किंबा समाज रे आमे जेतेबेले आमानकर शत्रु आमानक सम्मुख रे थाए आमानक जीवन एक युद्ध सदृश अटे आ सेही समय रे परमेश्वर होउछंती आमानकर सैन्याधिपति मु देखुथिली जे प्रथम सामुएल टिके एक अध्याय टिके बाहर करते प्रथम सामुएल तार एक अध्याय सॉरी जेतेबेले पनिना एवं हान्ना मध्य आम देखुचु गोटे शीतल युद्ध पारिवारिक परिवार रे गोटे प्रकार युद्ध चली ये आम देखुचु जे जेतेबेले सामुएल तांकर ए प्रथम अध्याय सामुएल पुस्तक लेखा जीवार देखुचु आम एठारे सैन्याधिपति सदा प्रभु बोली से शब्द को व्यवहार करते सैन्याधिपति सदा प्रभु कारण यही जो युद्ध रे परमेश्वर कौन करती ना से आमानकर प्रत्येकटी विषय को परिचालना करते से युद्ध रे आमानकर सहायक परमेश्वर मु कौन कहवाई चाहूँगी ना आमानकर केवल गलियात सहित दाऊदकर युद्ध परी युद्ध ही युद्ध नुहे परिवार मध्य रे अनेक प्रकार युद्ध सदृश जीवन जापन करने को पड़े
ଆଉ ହାନ୍ନାଙ୍କୁ ସେଇ ପ୍ରକାର ଗୋଟେ ଶୀତଳ ଯୁଦ୍ଧ ମଧ୍ୟ ଦେଇ ଯିବାକୁ ପଡୁଥିଲା। ଆଉ ସେଠାରେ ଆମେ ଦେଖୁଛୁ ଏଇ ଶବ୍ଦଟି ବ୍ୟବହାର କରାଯାଇଛି ଯେ ସଦାପ୍ରଭୁଙ୍କର ବିଷୟରେ ସୈନ୍ୟାଧିପତି ସଦାପ୍ରଭୁ ଲେଖା ଅଛି। 11 ପଦ ଯଦି ଆପଣ ମାନେ ପଢିବେ, 1:11, ପ୍ରଥମ ସାମୁଏଲ 1:11 ଆପଣ ଟିକେ ପଢନ୍ତୁ। ଏକ ମାନତ ମନାସୀ କହିଲା, ହଁ, ହେ ସୈନ୍ୟାଧିପତି ସଦାପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ। ପ୍ରତି ନିତାନ୍ତ ଦୃଷ୍ଟିପାତ କରିବ ଓ ହଁ, ଧନ୍ୟବାଦ। ଏଠି ଆମେ ଦେଖୁଛୁ ଏଇଟା କିଏ ବ୍ୟବହାର କଲେ এই ଶବ୍ଦଟି ସୈନ୍ୟାଧିପତି ସଦାପ୍ରଭୁ ବୋଲି? ହାନ୍ନା ବ୍ୟବହାର କଲେ। ହାନ୍ନା ବ୍ୟବହାର କଲେ। ହାନ୍ନା ମଧ୍ୟ ସୈନ୍ୟାଧିପତି ସଦାପ୍ରଭୁ ବୋଲି ସେ ଶବ୍ଦକୁ ବ୍ୟବହାର କରନ୍ତି ଏବଂ ସେଠାରେ ଦାଉଦ ମଧ୍ୟ ସୈନ୍ୟାଧିପତି ସଦାପ୍ରଭୁ ବୋଲି ସେ ଶବ୍ଦକୁ ବ୍ୟବହାର କରନ୍ତି। ଆଉ ହାନ୍ନାଙ୍କର ଯୁଦ୍ଧ ଦାଉଦଙ୍କର ଯୁଦ୍ଧ ପରି ନଥିଲା, କିନ୍ତୁ ଆମମାନଙ୍କର ଦୈନନ୍ଦିନ ଜୀବନରେ ଯୁଦ୍ଧ ପରି ସମସ୍ୟା ଯଦି ଆସେ, ପରମେଶ୍ୱର ଯେ ଆମମାନଙ୍କର ସୈନ୍ୟାଧିପତି ସଦାପ୍ରଭୁ ଯେ ଆମମାନଙ୍କ ସପକ୍ଷରେ ଯୁଦ୍ଧ କରିବେ, ଏହା ମାନେ ଜାଣି ରଖିବା ଦରକାର। ଆଉ ସେଇ ସମୟରେ ପରମେଶ୍ୱରଙ୍କ ନିକଟରେ ଯେତେବେଳେ ମାନେ ପ୍ରାର୍ଥନା କରୁ, ପ୍ରଭୁ ତୁମେ ହିଁ ସମସ୍ତ ବିଷୟ ସାଧନ, ଅନେକ ସାଧନ କର। ଅନେକ ସମୟରେ ଆମେ କ'ଣ କରୁ ନା ନିଜେ ନିଜ ଯୁଦ୍ଧକୁ ଲଢ଼ିବା ପାଇଁ ଯାଇଥାଉ, ନିଜେ ଆମମାନଙ୍କର ପ୍ରଚେଷ୍ଟା ଜାରି ରହିଥାଏ ସେ ଯୁଦ୍ଧରେ ଜୟ ଲାଭ କରିବା ପାଇଁ। କିନ୍ତୁ ହାନ୍ନା ସେ କ'ଣ କଲେ, ସୈନ୍ୟାଧିପତି ସଦାପ୍ରଭୁ ବୋଲି ଯେତେବେଳେ ସେ ପ୍ରକାଶ କରନ୍ତି, ସେ ଶବ୍ଦ ବ୍ୟବହାର କରନ୍ତି, ସେ ତାଙ୍କର ପାରିବାରିକ ଯୁଦ୍ଧରେ ମଧ୍ୟ ବିଜୟ ଲାଭ କରିବା ପାଇଁ ପ୍ରଭୁ କ'ଣ କଲେ, ତାକୁ ସାହାଯ୍ୟ କଲେ। ହାଲେଲୁୟା। ଆଉ ଆମମାନଙ୍କର ପ୍ରତ୍ୟେକଙ୍କ ଜୀବନରେ ସେଇ ପ୍ରକାର ଯୁଦ୍ଧ ଗୁଡ଼ିକ ରହିଛି, ବିଭିନ୍ନ ପ୍ରକାର ଯୁଦ୍ଧ। କରସାରଙ୍କର ଗୋଟେ ପ୍ରକାର ଯୁଦ୍ଧ ଥାଇପାରେ, ସିସିଲିଆ ମାଉସୀଙ୍କର ଗୋଟେ ପ୍ରକାର ଯୁଦ୍ଧ ଥାଇପାରେ, ଆଉ ବାଘ ଭଉଣୀଙ୍କର ଗୋଟେ ପ୍ରକାର ଯୁଦ୍ଧ ଥାଇପାରେ, ମୋର ଗୋଟେ ପ୍ରକାର ଯୁଦ୍ଧ ଥାଇପାରେ। ଆଉ ପ୍ରତ୍ୟେକ ଯୁଦ୍ଧରେ ଆମମାନେ ପରମେଶ୍ୱରଙ୍କୁ ଜାଣିବା, ପରମେଶ୍ୱରଙ୍କ ବିଷୟ ଜାଣିବା ଯେ ସେ ହେଉଛନ୍ତି ମୋର ସୈନ୍ୟାଧିପତି ସଦାପ୍ରଭୁ। ହାଲେଲୁୟା। ଆଉ ସେଇ ଯୁଦ୍ଧରେ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କୁ କ'ଣ କରିବେ ନା ବିଜୟ ପ୍ରଦାନ କରିବେ। ଆମେ କେତେ ପରମେଶ୍ୱରଙ୍କୁ ଜାଣିଛୁ। ଆଉ ସେଇ ସମୟରେ ସେ ଶାପ ଦେଲେ ଆପଣ ଦେବତାମାନଙ୍କ ନାମରେ, କିନ୍ତୁ ଆମମାନଙ୍କର ପରମେଶ୍ୱରଙ୍କର ନାମରେ ଆମେ ଆଗକୁ ବଢ଼ିବା ଦରକାର। ଆଉ ଯେତେବେଳେ ଆମେ ପରମେଶ୍ୱରଙ୍କ ନାମରେ ଆଗକୁ ବଢ଼ୁଛୁ, ଆଉ କୋଉ ନାମରେ ଆଉ ଯେକୌଣସି ଅଭିଶାପ ଆସୁ, ପ୍ରଭୁ କ'ଣ କରିବେ, ଆମମାନଙ୍କୁ ସେ ସବୁରୁ ମୁକ୍ତ କରିବେ। ହାଲେଲୁୟା। କୌଣସି ଅନ୍ଧକାରର ଶକ୍ତି, କୌଣସି ଦେବତାମାନଙ୍କର ନାମ, କୌଣସି ଦେବତାମାନଙ୍କର ଅଭିଶାପ, କୌଣସି ଦେବତାମାନଙ୍କର କୁଦୃଷ୍ଟି, କୌଣସି ଶତ୍ରୁମାନଙ୍କର କୁଦୃଷ୍ଟି ଆମମାନଙ୍କ ଜୀବନରେ କୌଣସି କାର୍ଯ୍ୟକ୍ଷମ ହେଇପାରିବ ନାହିଁ, କାରଣ ପରମେଶ୍ୱରଙ୍କ ନାମରେ ଆମେ ଆଗକୁ ଯାଉଛୁ। ସେ ହେଉଛନ୍ତି ଆମମାନଙ୍କର ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର। ହାଲେଲୁୟା। ଆଉ ଯେତେବେଳେ ଆମେ ସେଇ ପ୍ରକାର ଭାବରେ ଯାଉ, ସେଇ ସମୟରେ କ'ଣ ହୁଏ ନା ପରମେଶ୍ୱର ଆମମାନଙ୍କୁ ସେ ଯୁଦ୍ଧରେ ବିଜୟ ହେବା ପାଇଁ ଦିଅନ୍ତି। କେବଳ ସେତିକି ନୁହେଁ, ଆମେ ଏଠି ଦେଖୁଛୁ ଯେ 47 ପଦରେ, ଆଉ ଏହି ସମସ୍ତ ସମାଜ ଜାଣିବେ ଯେ ସଦାପ୍ରଭୁ ଖड्ग ଓ ବର୍ଚ୍ଛା ଦ୍ୱାରା ଉଦ୍ଧାର କରନ୍ତି ନାହିଁ, କାରଣ ଏଇ ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ। ହାଲେଲୁୟା। ଗୋଟେ କନଫିଡେଣ୍ଟ, ଗୋଟେ ଭରସା ଯେ ପ୍ରଭୁ এই ଯୁଦ୍ଧରେ ମତେ କ'ଣ କରିବେ, ବିଜୟୀ ଦେବେ। ଏ ଯୁଦ୍ଧରେ ବିଜୟୀ ଦେବେ, କାରଣ ମୁଁ ଜାଣିଛି ଯେ ମୋର ପରମେଶ୍ୱର ସେ ଜୀବିତ ପରମେଶ୍ୱର ଅଟନ୍ତି। ମୋର ପରମେଶ୍ୱର ସେ ସୁରକ୍ଷାକାରୀ ପରମେଶ୍ୱର ଅଟନ୍ତି। ମୋର ପରମେଶ୍ୱର ସେ ଅପରିବର୍ତ୍ତନୀୟ ପରମେଶ୍ୱର ଅଟନ୍ତି। ମୋର ପରମେଶ୍ୱର ମୋର ଢାଲ ଅଟନ୍ତି। ମୋର ପରମେଶ୍ୱର ମୋର ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ଅଟନ୍ତି। ଆଉ ମୁଁ ତାଙ୍କ ନାମରେ ଆଗକୁ ବଢ଼େ। ଆଉ ସେଇ ସମୟରେ ପ୍ରଭୁ ଏ ପ୍ରକାର ଯୁଦ୍ଧ କରନ୍ତି ଯେ ଆମମାନେ ଜାଣିପାରିବେ ନାହିଁ କୋଉ ପ୍ରକାର ଭାବରେ ସେ ଯୁଦ୍ଧ କରନ୍ତି। ସେ ବର୍ଚ୍ଛା ଏବଂ ଶଲ୍ୟ ଦ୍ୱାରା ଯୁଦ୍ଧ କରନ୍ତି ନାହିଁ, ଖड्ग ଦ୍ୱାରା ଯୁଦ୍ଧ କରନ୍ତି ନାହିଁ, କିନ୍ତୁ ତାଙ୍କର ଯୁଦ୍ଧ ଭିନ୍ନ ପ୍ରକାର। ସେ ଯୁଦ୍ଧବୀର ପରମେଶ୍ୱର ଅଟନ୍ତି। ତାଙ୍କର ଯୁଦ୍ଧ ଭିନ୍ନ ପ୍ରକାର। ଆମେ ହୁଏତ ଏ ପ୍ରକାର ଭାବରେ ପ୍ରଭୁ ଆମମାନଙ୍କୁ ଏଇ ସମସ୍ୟାକୁ ସମାଧାନ କରନ୍ତୁ, ଏ ପ୍ରକାର ଭାବରେ ପ୍ରଭୁ ଆମମାନଙ୍କୁ ଉଦ୍ଧାର କରନ୍ତୁ, ଏ ପ୍ରକାର ଭାବରେ ପ୍ରଭୁ ଆମମାନଙ୍କୁ ରକ୍ଷା କରନ୍ତୁ, ଏ ପ୍ରକାର ଭାବରେ ପ୍ରଭୁ ଆମମାନଙ୍କୁ ଯୁଦ୍ଧ କରିବା ପାଇଁ ଦିଅନ୍ତୁ ବୋଲି ଆମେ ଆମର କ'ଣ କରିଥାଉ ନା ଟାଇମ୍ ଟେବୁଲକୁ, ଆମର ପ୍ଲାନ୍କୁ, ଯୋଜନାକୁ ଆମେ ଭାବିଥାଉ। କିନ୍ତୁ ପରମେଶ୍ୱରଙ୍କର ଯୁଦ୍ଧ ଭିନ୍ନ ପ୍ରକାର ଅଟେ। ତାଙ୍କର ଯୋଉ ଯୁଦ୍ଧ ତାଙ୍କର ଇଚ୍ଛା ଅନୁସାରେ ସେ କ'ଣ କରିବେ ଏବଂ
ଆମମାନଙ୍କୁ ଉଦ୍ଧାର କରିବେ। ତାଙ୍କର ଯୁଦ୍ଧ ଭିନ୍ନ ପ୍ରକାର ଅଟେ। ତାଙ୍କର ଆମର ପରି ଯୁଦ୍ଧ ନୁହେଁ। ସେ ଖड्ग ଏବଂ ବର୍ଚ୍ଛାରେ ଯୁଦ୍ଧ କରନ୍ତି ନାହିଁ। ହାଲେଲୁୟା। ଆମମାନଙ୍କର ପରମେଶ୍ୱର କେମିତି ଯୁଦ୍ଧ କରିବେ ଆମେ ଜାଣିନୁ, କିନ୍ତୁ ଆମମାନଙ୍କର ପରମେଶ୍ୱର ସେ ଯୁଦ୍ଧବୀର ପରମେଶ୍ୱର ଅଟନ୍ତି। ମୁଁ ଯେତେବେଳେ ଛୋଟ ଥିଲି ମୋ ବାପା ଗୋଟେ କଥା କହୁଥିଲେ, ଯେତେବେଳେ ପିଲାମାନେ ଛୋଟ ଛୋଟ ପିଲାମାନେ ଯେତେବେଳେ ବିରକ୍ତ କରିବେ ପିତାମାତାଙ୍କୁ, ଆଉ ସେଇ ସମୟରେ କି ପ୍ରକାର ଭାବରେ ସେମାନେ ବିରକ୍ତ କରିବେ ସେ ବିଷୟରେ ସେ ମତେ ଛୋଟବେଳେ କହୁଥିଲେ। ମୁଁ ଯେତେବେଳେ ତାଙ୍କୁ ବିରକ୍ତ କରିବି ବାପାଙ୍କୁ, ମୁଁ ଆମ ଘରେ ବିରକ୍ତ କରାଇବା ଲୋକ ବୋଲି କହିଲେ ଛୋଟବେଳେ, ଏବେ ନାହିଁ, ଛୋଟବେଳେ ମୁଁ ବେଶୀ ବିରକ୍ତ କରଉଥିଲି। ଆଉ ସେଇ ସମୟରେ ମୋ ବାପା ମତେ ଗୋଟେ ଉଦାହରଣ ଦେବେ, କଣ ନା ଶୁଣେ ବୋଲି କହିବେ। କଣ ନା ଗୋଟେ ରାଜା ଥିଲେ, ସେ ରାଜାର ଗୋଟେ ପୁଅ ଥିଲା। ସେ ପୁଅ କଣ କହିବ, ରାଜାଙ୍କର ପୁଅ, ବାପା ପିଲାମାନେ କେତେ ବିରକ୍ତ କରନ୍ତି ସେ ବିଷୟରେ ମୁଁ କହୁଛି। ବାପା ଆଉ ମତେ ଗୋଟେ ହାତୀ ଆଣିଦିଅ ବୋଲି କହିଲା ବାପାଙ୍କୁ, ରାଜାଙ୍କୁ। ରାଜା କହିଲେ ଠିକ ଅଛି, ମୁଁ ଗୋଟେ ହାତୀ ଆଣିଦେବି। ରାଜା ତ ତାଙ୍କ ହାତୀ ପାଇଁ କିଛି ଅସୁବିଧା ନାହିଁ ହାତୀ ଆଣିବା ପାଇଁ, ପିଲା ପୁଅ ପାଇଁ, ପୁଅ ମାଗୁଛି ହାତୀ, ସେ ଆଣିକି ଦେଲେ। ଆଣିଦେଲା ପରେ ପୁଅ କହିଲା ବାପା ଆଉ ମତେ ଗୋଟେ ଛୋଟ ଗାଞ୍ଜିଆ ଗୋଟେ ଆଣିଦିଅ କହିଲା। ଗାଞ୍ଜିଆ ବୋଲି ଜାଣିଥିବେ, ଗାଞ୍ଜିଆ ମାନେ ଆଗରୁ ଆମର ଅଞ୍ଚଳରେ ଗାଞ୍ଜିଆ ବୋଲି କହିବେ। ସେଇଠି ପଇସା ଯାକ କଏନ ଯାକ ରଖୁଥିବେ ସ୍ତ୍ରୀ ଲୋକମାନେ, ଏମିତି ଅଣ୍ଟାରେ ଏମିତି ରଖୁଥିବେ ଗାଞ୍ଜିଆ ବୋଲି। ସେଠି ପଇସା ରଖିକି ସେମାନେ ବ୍ୟବହାର କରୁଥିବେ। ଗାଞ୍ଜିଆ ଛୋଟଟା, ଛୋଟ ମୁଣି। ଗାଞ୍ଜିଆର ଅର୍ଥ ହଉଛି ଛୋଟ ମୁଣି। ଆମର ଏଇ ଆଞ୍ଚଳିକ ଭାଷାରେ ମୁଁ କହୁଛି ଗାଞ୍ଜିଆ ବୋଲି, ଛୋଟ ମୁଣି। ଆଉ ସେ ଛୋଟ ମୁଣିରେ ସେ କହିଲା ଆରେ ହାତୀ, ଏଡେ ବଡ ହାତୀ ମୁଁ ଆଣିଦେଲି, ଏଇ ଗାଞ୍ଜିଆ ଗୋଟେ ଆଣି ଦେଇ ପାରିବି ନାଇଁ କି? ସେ କହିଲା ଠିକ ଅଛି ଆଣିଦେ ବାପା। ଆଣିଦେଲା। ଆଣିଦେଲା ପରେ ବାପାକୁ କହିଲା ବାପା ଏ ହାତୀକୁ ଏ ଗାଞ୍ଜିଆ ଭିତରେ ପୁରେଇ ଦିଅ ବୋଲି କହିଲା। ହାତୀକୁ ଏ ମୁଣି ଭିତରେ ପୁରେଇ ଦିଅ ବୋଲି କହିଲା। ହେଲେ ବାପା କହିଲା ପୁଅରେ, ମୁଁ ତତେ ହାତୀ ଆଣିଦେ ବୋଲି ଆଣିଦେବି, ଗାଞ୍ଜିଆ ଆଣିଦେ ବୋଲି କହିଲେ ଆଣିଦେଇ ପାରିବି, କିନ୍ତୁ ଏଇ ଗାଞ୍ଜିଆ ଭିତରେ ହାତୀ ପୁରେଇବାଟା ମୋର ପାଇଁ ସମ୍ଭବପର ନୁହେଁ। କିନ୍ତୁ ସେଇ କଥା ମୋର ଏବେ ମନେ ପଡେ ଏବଂ ମୁଁ କହେ ଯେ ଆମମାନଙ୍କର ପରମେଶ୍ୱର, ସେ ରାଜାମାନଙ୍କର ରାଜା, ସେ ପ୍ରଭୁମାନଙ୍କର ପ୍ରଭୁ, ସେ ଆମକୁ ଗାଞ୍ଜିଆ ମାଗିଲେ ଦେବେ, ହାତୀ ମାଗିଲେ ଦେବେ, ଏବଂ ଯୋଉଟା କି ଆମମାନେ କରିପାରିବା ନାହିଁ, ଯୋଉଟା କି ଅସମ୍ଭବ ବିଷୟ, ତାହା ମଧ୍ୟ କରିବେ। ଗାଞ୍ଜିଆ ଭିତରେ ସେ ହାତୀକୁ ମଧ୍ୟ ପୁରେଇ ପାରିବେ। ହାଲେଲୁୟା। ଗାଞ୍ଜିଆ ଭିତରେ, ଛୋଟ ମୁଣି ଭିତରେ ହାତୀକି ମଧ୍ୟ ପୁରେଇ ପାରିବେ। ତାଙ୍କଠାରେ କୌଣସି ବିଷୟ ଅସମ୍ଭବ ନୁହେଁ। ଆମେ ଜାଣିନୁ ହାତୀକୁ ସେ ଛୋଟ କରି ସେ ଗାଞ୍ଜିଆ ଭିତରେ ପୁରେଇବେ, କି ସେ ଗାଞ୍ଜିଆକୁ ବଡ କରି ହାତୀକୁ ଛୋଟ କରିକି ହାତୀକୁ ସେ ପୁରେଇବେ, ଆମେ ଜାଣିନୁ। ପରମେଶ୍ୱରଙ୍କର କାର୍ଯ୍ୟ, ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟ, ତାହା ମହତ୍ ଅଟେ। ତାଙ୍କର ମାନେ ଆପଣମାନେ ଯଦି ଚିନ୍ତା କରିବେ କି ପ୍ରକାର ଭାବରେ ପ୍ରଭୁ ଆମମାନଙ୍କ ଜୀବନରେ କାର୍ଯ୍ୟ କରନ୍ତି, ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବେ। ପ୍ରଭୁ ଆମମାନଙ୍କୁ କି ପ୍ରକାର ଭାବରେ ସମସ୍ୟାରୁ ଉଦ୍ଧାର କରନ୍ତି। ଆଉ ସେଇ ପ୍ରକାର ଭାବରେ ଦାଉଦ କଣ ହେଇଥିଲେ ନା ମହତ୍ କର୍ମ କରିଥିଲେ। ସେ ଜାଣିଥିଲେ ଯେ ତାଙ୍କର ପରମେଶ୍ୱରଙ୍କର ଶୈଳୀ, ଯୁଦ୍ଧ କରିବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ଆମମାନଙ୍କର ଲୋକମାନଙ୍କର ଶୈଳୀ ଠାରୁ ଭିନ୍ନ ଅଟେ। ତାଙ୍କର ଶୈଳୀ ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ସେ କୋଉ ପ୍ରକାର ଭାବରେ କରିବେ ଆମେ ଜାଣିନୁ। ଯେତେବେଳେ ଇସ୍ରାଏଲ ଲୋକମାନଙ୍କୁ ସେ ପାର କରାଉଛନ୍ତି, ସମୁଦ୍ରକୁ ଦିଭାଗ କରିକି ସେ ପାର କରାଉଛନ୍ତି। ହାଲେଲୁୟା। ଯେତେବେଳେ ଇସ୍ରାଏଲ ଲୋକମାନଙ୍କୁ କିଣାନ ଦେଶକୁ ନେଉଛନ୍ତି, ଜର୍ଦ୍ଦନକୁ ଦୁଇ ଭାଗ କରିକି ସେମାନଙ୍କୁ ସେ ମିଶର ଦେଶ ଦେଇ କିଣାନ ଦେଶକୁ ସେ ନେଉଛନ୍ତି। এই ପ୍ରକାର ଭାବରେ ପରମେଶ୍ୱର ଆମମାନଙ୍କ ଜୀବନରେ ମହତ୍ କର୍ମ ସେ ସାଧନ କରନ୍ତି, ଆମମାନଙ୍କୁ ବିଜୟ ପ୍ରଦାନ କରନ୍ତି। ତାଙ୍କର ଯୁଦ୍ଧ କରିବାର ଶୈଳୀ ଭିନ୍ନ ଅଟେ, ଆମଠାରୁ ଉଚ୍ଚ କୋଟିର ଅଟେ, ଆମଠାରୁ ତାହା ସମ୍ପୂର୍ଣ୍ଣ ଭାବରେ ଗୁରୁତ୍ୱପୂର୍ଣ୍ଣ ଅଟେ, ଆମଠାରୁ ଉତ୍କୃଷ୍ଟ ଅଟେ ତାଙ୍କର ଚିନ୍ତାଧାରା, ତାଙ୍କ ଯୋଜନା ଏବଂ ସଂକଳ୍ପ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ତେଣୁ ଦାଉଦ କଣ କଲେ ନା ସେ ମହତ୍ କର୍ମ କଲେ। ଯୋଉମାନେ ଆପଣା ପରମେଶ୍ୱରକୁ ଜାଣନ୍ତି ସେମାନେ ମହତ୍ କର୍ମ କରିବେ। ହାଲେଲୁୟା। ଯେତେବେଳେ ଯେତେବେଳେ ଜିହୋଶୁଆକୁ ପରମେଶ୍ୱର କହିଲେ ତୁମେ ବଳବାନ ହୁଅ ଓ ସାହସିକ ହୁଅ, ତାର ସେଠି ଲେଖା ଅଛି ଯେ ତୁମେ ଇସ୍ରାଏଲ ଲୋକମାନଙ୍କୁ କଢେଇ ନେବାର ଅଛି, ସେଥିପାଇଁ ତମେ କଣ ହୁଅ, ବଳବାନ ହୁଅ ଓ ସାହସିକ ହୁଅ। ତେବେ ଆମେ ଯେତେବେଳେ ନେତୃତ୍ୱ ନେଉଛୁ, ଆମେ ବଳବାନ ଆଉ ସାହସିକ ହେବା ଦରକାର।
କୋଉମାନେ ବଳବାନ ଆଉ ସାହସିକ ହେବେ? ଯୋଉମାନେ ପରମେଶ୍ୱରଙ୍କୁ ଜାଣନ୍ତି, ଆପଣ ପରମେଶ୍ୱରଙ୍କୁ ଜାଣନ୍ତି। ପରମେଶ୍ୱରଙ୍କ ଲୋକମାନେ ତାଙ୍କର ଲୋକମାନଙ୍କୁ କଢେଇ ନେବା ପାଇଁ, ଯୋଉମାନେ ନେତୃତ୍ୱ ସ୍ଥାନରେ ଅଛନ୍ତି ସେମାନେ କଢେଇ ନେବା ପାଇଁ ସେମାନେ କଣ କରିବା ଦରକାର ନା ବଳବାନ ହେବା ଦରକାର। ଆଉ ଯୋଉମାନେ ସାଧାରଣ ବିଶ୍ୱାସୀ ମାନେ ସାଧାରଣ ଜୀବନ ଯାପନ କରିବା ପାଇଁ ସେମାନେ ମଧ୍ୟ ବଳବାନ ହେବା ଦରକାର। ଯୋଉମାନେ ପରମେଶ୍ୱରଙ୍କ ଠାରେ ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ ଏବଂ ସେମାନେ ବିଭିନ୍ନ ବିଷୟ ସେଟା ଲେଖା ଅଛି। ସେମାନେ ଉତ୍କର୍ଷ ପକ୍ଷୀ ପରି ଉପରକୁ ଉଠିବେ, ସେମାନେ ଦୌଡ଼ିବେ କ୍ଳାନ୍ତ ହେବେ ନାହିଁ, ସେମାନେ ଶାନ୍ତ ହେବେ ନାହିଁ ବୋଲି ଲେଖା ଅଛି। ସେମାନେ ବଳ ଶକ୍ତିଯୁକ୍ତ ଭାବରେ ଜୀବନ ଯାପନ କରିବେ, ଯାହାକି ଆମେ ଦେଖିଛୁ ଏଫେସୀୟ 6:10 ଏବଂ 11 ପଦରେ ଆମେ ଦେଖିଲୁ। 11 ପଦରେ ଆମେ ଦେଖୁଛୁ ଯେ ଆମମାନେ କଣ ପାଇଁ ବଳବାନ ହେବା ଦରକାର ନା ଶୈତାନ ସହିତ ଆମେ ଯୁଦ୍ଧ କରିବାର ରହିଛି, ଆମେ ଶୈତାନ ସମ୍ମୁଖରେ ଠିଆ ହେବାର ରହିଛି। ସେଥିପାଇଁ ଆମମାନେ ଶୈତାନ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ବଳବାନ ହେବା ଦରକାର। ତାପରେ ଆମେ ଦେଖୁଛୁ ଯେତେବେଳେ ତିମୋଥୀଙ୍କୁ ପ୍ରେରିତ ପାଉଲ କହିଲେ 2 ତିମୋଥୀ 1:2 ଏବଂ 2 ପଦରେ ଯେ ତୁମେ ଅନୁଗ୍ରହରେ ବଳବାନ ହୁଅ ଏବଂ ଈଶ୍ୱରଙ୍କର ବାକ୍ୟ ଅନ୍ୟମାନଙ୍କୁ ତୁମେ ପ୍ରଚାର କର। ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବା ପାଇଁ ବଳବାନ ହେବା ଦରକାର, ଈଶ୍ୱରଙ୍କର କାର୍ଯ୍ୟ କରିବା ପାଇଁ ବଳବାନ ହେବା ଦରକାର। ଆଉ ଏଇଠି ଆମେ ଦେଖୁଛୁ ଆଜିର ଯୋଉ ଶାସ୍ତ୍ରାଂଶ ଆମେ ପଢିଲୁ ସେଠାରେ ଲେଖା ଅଛି ଯେ ମାତ୍ର ଯୋଉମାନେ ପରମେଶ୍ୱରଙ୍କୁ ଜାଣନ୍ତି ସେମାନେ ବଳବାନ ହେବେ ଓ ମହତ୍ କର୍ମ କରିବେ। ପର୍ପୋଜ ବଳବାନ ଆମେ କଣ ପାଇଁ ହେବା, ତାର ଉଦ୍ଦେଶ୍ୟ ରହିଛି ଯେ ଆମେ ପରମେଶ୍ୱରଙ୍କ ନିମନ୍ତେ ମହତ୍ କର୍ମ କରିବା। ଆଉ ଦାଉଦ ପରମେଶ୍ୱରଙ୍କୁ ଜାଣିଥିଲେ, ବଳବାନ ହେଲେ ଏବଂ ମହତ୍ କର୍ମ କଲେ। ସେଥିପାଇଁ ସେ ଆଜି ମଧ୍ୟ ଇତିହାସରେ ତାଙ୍କର ଯୁଦ୍ଧ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଆମମାନଙ୍କୁ ବଳବାନ ହେବା ପାଇଁ ପରମେଶ୍ୱର ଆଜ୍ଞା ଦିଅନ୍ତି। କେବଳ ପରାମର୍ଶ ଦିଅନ୍ତି ତାହା ନୁହେଁ, ପରମେଶ୍ୱର ଆଜ୍ଞା ଦିଅନ୍ତି। ଆମ୍ଭେ କି ଆଜ୍ଞା ଦେଇନାହୁଁ, ବଳବାନ ହୁଅ ଓ ସାହସିକ ହୁଅ। ଆମେ ପ୍ରଭୁଙ୍କ ଲୋକମାନେ ନେତୃ ସ୍ତରରେ ଥିବା ଲୋକମାନେ ସେମାନେ ପ୍ରଭୁଙ୍କ ଲୋକମାନଙ୍କୁ କଢେଇ ନେବା ପାଇଁ ବଳବାନ ହେବା ଦରକାର। ସାଧାରଣ ବିଶ୍ୱାସୀ ମାନେ ଶୈତାନ ସହିତ ଯୁଦ୍ଧ କରିବା ପାଇଁ ବଳବାନ ହେବା ଦରକାର। ଦୈନନ୍ଦିନ ଜୀବନ ଯାପନ କରିବା ପାଇଁ, ଆତ୍ମିକ ଜୀବନ ଯାପନ କରିବା ପାଇଁ ବଳବାନ ହେବା ଦରକାର। ଈଶ୍ୱରଙ୍କର ବାକ୍ୟ ପ୍ରଚାର କରିବା ପାଇଁ ବଳବାନ ହେବା ଦରକାର। ପ୍ରିୟ ପ୍ରଭୁଙ୍କ ଲୋକମାନେ ଆମମାନେ ବଳବାନ ହେବା ଏବଂ ସାହସିକ ହେବା। ଆଉ ଯୋଉମାନେ ପରମେଶ୍ୱରଙ୍କୁ ଜାଣନ୍ତି ଭଲ ଭାବରେ ସେମାନେ ନିଶ୍ଚିତ ଭାବରେ କଣ ହେବେ, ବଳବାନ ହେବେ ଏବଂ ମହତ୍ କର୍ମ କରିବେ। ଆଉ ଯାହାକି ପରମେଶ୍ୱର ଅସାଧ୍ୟ ବିଷୟ ଆମମାନଙ୍କ ଜୀବନ ଦ୍ୱାରା ସେ କରିବେ, ଯାହାକି ଦାଉଦଙ୍କ ଜୀବନରେ ସେ କରିଥିଲେ। ଆଉ ଆମମାନଙ୍କର ପରମେଶ୍ୱରଙ୍କୁ ଜାଣିବା, ସେ ହେଉଛନ୍ତି ଜୀବିତ ପରମେଶ୍ୱର, ସେ ସୁରକ୍ଷାକାରୀ ପରମେଶ୍ୱର, ସେ ଅପରିବର୍ତ୍ତନୀୟ ପରମେଶ୍ୱର, ସେ ଆମମାନଙ୍କର ଢାଲ ଏବଂ ସେ ଆଉ ହେଉଛନ୍ତି ଆମମାନଙ୍କର ଉଦ୍ଧାରକାରୀ ପରମେଶ୍ୱର। ସେ ହେଉଛନ୍ତି ତାଙ୍କର ଯୁଦ୍ଧ ଭିନ୍ନ ପ୍ରକାର ଅଟେ ଆଉ ତାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଏବଂ ଏହି ଆଧ୍ୟାତ୍ମିକ ଯୁଦ୍ଧରେ ପ୍ରଭୁ ଆମମାନଙ୍କର ସୈନ୍ୟାଧିପତି ଆମମାନଙ୍କୁ ଆଗକୁ ବଢିବା ପାଇଁ ସାହାଯ୍ୟ କରନ୍ତୁ। ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।